যদুনন্দনায় ওম নমো ভগবতে সুকান্তি সুতায় ওম নমো ভগবতে চরম নাথায় ওম নমো ভগবতে কেশব চন্দ্রায় ଅନ୍ତରର ପରମ ଆରାଧ୍ୟ ପରମ ପୂଜ୍ୟ ଚରମନାଥ ଗୁରୁସ୍ୱାମୀଙ୍କର ଶ୍ରୀପଦ୍ମ ପାଦରେ ସାଷ୍ଟାଙ୍ଗ ପ୍ରଣାମ। ଆମେ ସବୁ କେନ୍ଦ୍ର ଠାରୁ ଜିଲ୍ଲା ଠାରୁ ସଂଘ ପରିଷଦ ଠାରୁ ସବୁ ପଦ ପଦବୀ ମର୍ଯ୍ୟାଦା ନେଇକରି ଆମେ ସମସ୍ତେ ଆଜି ଯେଉଁ ପ୍ରତିଷ୍ଠା କରିଛନ୍ତି ପ୍ରଭୁ, ଆମେ କେଉଁଠି ତାଙ୍କୁ ବିଚାର କଲେ ତାଙ୍କର ପିଲାଦିନର ଅବସ୍ଥାକୁ ସିଏ କେଉଁଠୁ ଆସିଛନ୍ତି, ଆମେ ଆଜି ଟିକେ ସମ୍ମାନରେ ଉଣା ହେଇଗଲେ, କେହି କାହାକୁ କିଛି କହିଦେଲେ ଅଭିମାନ ସ୍ୱାଭିମାନ କେତେ କ'ଣ ହେଇଯାଉଛି ଆମ ଭିତରେ। କିନ୍ତୁ ସେ ପ୍ରଭୁ ପିଲାଦିନରୁ କେମିତି ମାନେ ଏତେ ବଡ଼ ଠାକୁର, ତାଙ୍କ କଥା କହିଲେ ତ ସରିବନି, ଯଦି ସାଡ଼କୁ ଚାଲିଯିବି ବହୁତ କଥା। ଏତେ ବଡ଼ ଠାକୁର ସୃଷ୍ଟି ଆରମ୍ଭରୁ ଏପର୍ଯ୍ୟନ୍ତ ଆସିନଥିଲେ ସତରେ। ଆଚ୍ଛା କୁହନ୍ତୁ, ଅନେକ ଭଗବାନ ଆସିଛନ୍ତି। ସେ ସମ୍ବଲପୁର ଗୀତରେ ଗୋଟେ ସେ ମାଟି ଗୀତା ମାଟି ବୋଲେ ଟୁପା ଟୁପା ମହାପୁରୁ ଏତା ଗୋଟା ବ୍ରହ୍ମ ହୋ। ସେ ତାର ଅର୍ଥବାଦ ଟୁପା ଟୁପା ମହାପୁରୁ ମାନେ ସେମାନେ ଭଗବାନଙ୍କୁ କହନ୍ତି ମହାପୁରୁ। ଟୁପା ଟୁପା କହିଲେ କେତେ 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 ମହାପୁରୁ କେତେ କେତେ ଭଗବାନ ଆସିଛନ୍ତି, କିନ୍ତୁ ଏତା ଗୋଟେ ବ୍ରହ୍ମ ହୋ। କେମିତି ସେ ଭଜନଟି ଲେଖିଛନ୍ତି। ତେଣୁ ଏତ ଗୋଟେ ବ୍ରହ୍ମ ଗୋଟିଏ, ଭଗବାନ ଅନେକ। ଯୀଶୁ ଭଗବାନ, ମହମ୍ମଦ ଭଗବାନ, ବୁଦ୍ଧ ଭଗବାନ, ଅଭିରାମ ପରମହଂସଦେବ ଭଗବାନ, ଇଏ ସବୁ ଭଗବାନ ପଦବାଚ୍ୟ। ଯେତେ ଆସିଥିଲେ ଧର୍ମଗୁରୁ ସେମାନେ ସବୁ ଭଗବାନ। କିନ୍ତୁ ପିତା କେତେ ଜଣ? ପିତୃତ୍ୱର ପରିଚୟ ଏପର୍ଯ୍ୟନ୍ତ ସୃଷ୍ଟି ଆରମ୍ଭରୁ କେହି ଦେଇଚିନି। ଆଜି ଆସିଥିଲେ ଜଗତର ପିତା, ସବୁଠାରୁ ସୃଷ୍ଟ। ଯେତେ ଭଗବାନ ଆସିଛନ୍ତି, ଯେଉଁଠାରୁ ଆସିଛନ୍ତି ସେଇ ଆଜି ଆସିଥିଲେ ପୁରୁଷ। ଆଚ୍ଛା, କେହି ପୁରୁଷ କି? ଯେତେ ଆସିଥିଲେ ଗୋଟିଏ ପିତା ଠାରୁ ସେ ହିଁ ପୁରୁଷ। ଆଉ ତଳକୁ ଯେତେ ସବୁ ପ୍ରକୃତି ଅବତାର ଅବତାରୀ ଠାରୁ ଆରମ୍ଭ କରି ଯଦି ଆମେ ଦେଖିବା ସବୁଗୁଡ଼ିକ ପ୍ରକୃତି। ଆଜି ପୁରୁଷ ଆସିଥିଲେ ଜଣେ, ଏ ହିଁ ପୁରୁଷ। ଅଭିନ୍ନ ଅଙ୍ଗ ପ୍ରକୃତି ପୁରୁଷ ଏକ ଅଙ୍ଗରେ, ଯେ ସେ ହିଁ ପୁରୁଷ। କେହି ପ୍ରକୃତି ପୁରୁଷ ଏପର୍ଯ୍ୟନ୍ତ ସୃଷ୍ଟି ଆରମ୍ଭରୁ ଏକ ଅଙ୍ଗରେ ଆସିନଥିଲେ। ଆଚ୍ଛା, ଚୈତନ୍ୟ ପୁରୁଷ କହିଲେ, ଚୈତନ୍ୟ ଗୋଟିଏ ଗୋଟିଏ ଚୈତନ୍ୟ ସମସ୍ତଙ୍କ ଭିତରେ ଖେଳୁଚିନି, ଅଭିନ୍ନ ଗୋଟିଏ ସିଏ। କିନ୍ତୁ ଆଜି ହେଇଛନ୍ତି ଅନେକ ଅନେକ ଭିତରେ, ଚେତନା କେନ୍ଦ୍ରରେ ସମସ୍ତଙ୍କ ଭିତରେ। ଆଜି ଯେଉଁ ମାଡ଼ି ଚାଲିଛି ତାଙ୍କର ନୀତି ଆଦର୍ଶ, ଆଜି ପ୍ରଚାର ପ୍ରସାର ଯେ ସ୍ଥୂଳରେ ଦିନେ ମିଶିନି, ତାଙ୍କ ଭିତରେ ଯେଉଁ ଭାବ ସୃଷ୍ଟି ହେଉଛି, ଖାଲି ନାଁ ପଡ଼ିଲେ କେଉଁଠି ତାକୁ ସମସ୍ତଙ୍କ ଭିତରେ ପ୍ରତିଷ୍ଠା କିଏ ହେଇଚିନି? ସେଇ ହିଁ ନିଜେ ଚୈତନ୍ୟ ସ୍ୱରୂପ ଆଜି ପ୍ରତିଷ୍ଠା ହେଇ ଚାଲିଛି ତାଙ୍କର ସମସ୍ତଙ୍କ ଭିତରେ। ଦିନେ ସ୍ଥୂଳରେ ଦର୍ଶନ କରିନାହାନ୍ତି, ଆମେ ତ ସ୍ଥୂଳରେ ତାଙ୍କୁ ଦର୍ଶନ କରିଛେ, ମିଶିଛେ, ଚାଲିଛି। କହିଲେ ଜଣେ, ସେ ହିଁ ଜଣେ ଗୋଟିଏ ଏକ। ଆଜି ସୃଷ୍ଟିର ଯିଏ ମୂଳ ପୁରୁଷ, ଯାହାଠାରୁ ସୃଷ୍ଟି ସୃଷ୍ଟ, ସେଇ ପୁରୁଷ ଆଜି ଏତେ ବଡ଼ ପୁରୁଷ ଖସି ଆସି ଧରାପୃଷ୍ଠକୁ ନରତନୁ ଧରି କେମିତି ପିଲାଟି ଦିନରୁ କଟେଇଛନ୍ତି। ଏ ନିଜ କଥା ଟିକେ କହିବାକୁ ଭଲ ଲାଗେ ନା, ଯେତେବେଳେ ବାଧ୍ୟ କଲେ ଟିକେ ନିଜ କଥା କେମିତି ତାଙ୍କ ସହିତ ପିଲାଟି ଦିନରୁ ମିଶାଇବା ହେଇଛି ବା କେମିତି ପିଲାଦିନ ସେ କଟେଇଛନ୍ତି, କିଛି କଥାବସ୍ତୁ
ସେ ଆମ ପାଖରେ ରଖିଛନ୍ତି। ସେଇ କଥା ଟିକିଏ ମଣିଷ ଯଦି ତାର ମାନେ ଅତୀତକୁ ଭୁଲିଯାଏ, ସିଏ ଜୀବନରେ ଭଲ ମଣିଷଟିଏ ହେଇପାରେ ନା। ଏହା ସତ୍ୟ। ଅତୀତକୁ ସବୁବେଳେ ଆଖି ଆଗରେ ରଖିବାକୁ ପଡ଼ିବ ଯେ ଅତୀତରେ ମୁଁ ଏଇଭଳି ଥିଲି। ଛୋଟ ପିଲା ହେଉ, ଏ ମନୁଷ୍ୟ ଜନ୍ମ ହେଉ, ବା ଦାରିଦ୍ର୍ୟ ଜୀବନ ହେଉ, ବା କଷ୍ଟରେ କଟେଇଥାନ୍ତୁ ବା ଭଲରେ କଟେଇଥାଉ, ଅତୀତକୁ ଆଖି ଆଗକୁ ନ ଆଣିଲେ ଜଣେ ଭଲ ମଣିଷ ହେବା କଷ୍ଟ। ତେଣୁ ତାଙ୍କର ଅତୀତ କେମିତି କଟିଛି, କେମିତି ଅତୀତରେ ସିଏ କେତେ ନିଜକୁ ଛୋଟେଇ ନେଇ ପାରନ୍ତି, ଆଜି ଆମେ ସମସ୍ତେ ପଦ ପଦବୀ ଅର୍ଥ ବିଭବ ସମ୍ପଦକୁ ପରିପୂର୍ଣ୍ଣ କରି ନେଇ ନିଜେ ଆଜି କ'ଣ ନାହିଁ କ'ଣ ନିଜ ଭିତରେ ଭାବି ନେଇଛେ। କିନ୍ତୁ ଏତେ ବଡ଼ ପୁରୁଷ ଏ କହିନଥିଲେ ଯେତେବେଳେ ଗରୁଡ଼ ହନୁମାନ ଯାଇଛନ୍ତି ତାଙ୍କୁ ରାବଣର ସିଂହାସନ ଉଠାଇବା ପାଇଁ, ସେତେବେଳେ ଉଠାଇ ପାରିନାହାନ୍ତି। ସେଠି ବ୍ରହ୍ମସତ୍ତା କହିଛନ୍ତି ତୁମେ କାହା ଆଦେଶ? ନା ରାମଙ୍କ ଆଦେଶ। କେଉଁ ରାମ? ନା ଦଶରଥଙ୍କ ସୁତ ରାମ। ନା ଦଶରଥ ସୁତ ରାମ ଏ ସିଂହାସନ ଉଠାଇ ପାରିବେନି, ରାବଣର ସିଂହାସନ। ତାହେଲେ କେଉଁ ରାମ? ଖୋଜିଲେ, ଗରୁଡ଼ ହନୁମାନ ଖୋଜିଲେ। କିଏ ଉତ୍ତର ଦେବ? ନା ଭୂଷଣ୍ଡୀ କାକ। ଭୂଷଣ୍ଡୀ କାକ କହିଲେ, ସେଠି ଯେତେବେଳେ ଯାଇ ଦେଖା କଲେ, କହିଲେ ମୁଁ ଏଠି ଅଛି କେତେ କଳ୍ପ ଗଲାଣି, କେତେ ଯୁଗ ଗଲାଣି, କେତେ ସତ୍ୟ ଦ୍ୱାପର କଳି ଗଲାଣି, କିନ୍ତୁ କେତେ ରାମ ଆସିଲେଣି, କେତେ କୃଷ୍ଣ ଗଲେଣି, କିନ୍ତୁ ରାମ ଜଣେ ଅବ୍ୟକ୍ତ ରାମ ବା ଜଣେ ନିତ୍ୟମଣ୍ଡଳର ରାମ, ନିତ୍ୟମଣ୍ଡଳର କୃଷ୍ଣ ଅଛନ୍ତି। ସେ ନିତ୍ୟ, ଇଏ ସବୁ ଆସୁଛନ୍ତି ଅବତାର ଗ୍ରହଣ କରି। କଥା ସରିଗଲା। ତେଣୁ ସେ ଯେଉଁ ପୁରୁଷ ଆଜି ନିତ୍ୟ ସତ୍ୟ ସନାତନ ମାନବିକ ଧର୍ମର ପୂର୍ଣ୍ଣ ପ୍ରତିଷ୍ଠା ପାଇଁ ନିତ୍ୟ ଶାଶ୍ୱତ ପୁରୁଷ ଆଜି ଖସି ଆସିଥିଲେ। ପିଲାଦିନରେ ତାଙ୍କ ସହିତ ମୋର ଭେଟ ହୋଇଗଲା। କେବେ ଜାଣିଛନ୍ତି? 1966 ମସିହା। ଏ ଯେଉଁ ପୁରୁଷଟିକି ଆଜି ଆମେ ପାଇଛେ, ଏ ପୁରୁଷଙ୍କ ସହିତ ଛୋଟବେଳ ଗୁଲୁଗୁଲିଆ ପିଲାଟି, ଛୋଟିଆ ସୁନ୍ଦର ସୁଢଳ, ହାଫ୍ କମିଜଟି ପିନ୍ଧନ୍ତି, ପ୍ୟାଣ୍ଟଟି ପିନ୍ଧନ୍ତି। ଦେଖାହେଲେ ପ୍ରଥମ ତାଙ୍କର ଦେଖାହେବା ମାଙ୍ଗା ମହାବୀର ବିଦ୍ୟାଳୟରେ, ଚତୁର୍ଥ, 1966 ମସିହା। ଭେଟ ହୋଇଗଲୁ। ଆକର୍ଷଣ, ସେ ଆକର୍ଷଣ ଥିଲା, ଏତେ ଘନିଷ୍ଠ ହୋଇଗଲୁ। 4 ଜଣ ପିଲା ଆମେ ଚତୁର୍ଥରେ ଗୋଟିଏ ଜାଗାରେ ବସିବୁ, ଗୋଟିଏ ଜାଗାରେ ଖାଇବୁ, ଗୋଟିଏ ଜାଗାରେ ସବୁ। ସେ ହେଉଛନ୍ତି ଆଜିର ଏଇ ଠାକୁର। ଆଉ ଗୋଟିଏ ପିଲା ତାଙ୍କ ସହିତ ଆସେ, ଛବି ଭାଇ, ଯେ ଠାକୁରଙ୍କ ରୋଷେଇ କରୁଥିଲେ, ସେ ଗାଁର ବାବୁ ନା ବାପା, ଛବି ଭାଇ, ଏବଂ ନିଜେ ମୁଁ, ଏବଂ ଜୀବନାନନ୍ଦ କର ବୋଲି ଆଉ ଗୋଟିଏ ବ୍ରାହ୍ମଣ ଘରର ପିଲା ଗୌଡ଼ପଡ଼ାରୁ ଆସେ। ଏ 4 ଜଣ ଗୋଟେ ଏକଦମ ଏତେ ଉତ୍ତପ୍ତ ଭାବରେ ଜଡ଼ିତ ସାଙ୍ଗ ହୋଇଗଲୁ। ସେଇ ଚତୁର୍ଥ କ୍ଲାସରେ ବସି ଗୋଟିଏ ବେଞ୍ଚରେ ଆମେ ବସିଲୁ। ଚତୁର୍ଥରୁ ସପ୍ତମ ପର୍ଯ୍ୟନ୍ତ ଗୋଟିଏ ବେଞ୍ଚରେ କଟେଇଛୁ। ଦ୍ୱିତୀୟ ବେଞ୍ଚ ଆମର ହେଇନି। ଅତି ସାଙ୍ଗ ହୋଇଗଲୁ। ଗୋଟିଏ ଜାଗାରେ ଖାଇବା, ଗୋଟିଏ ଥାଳିରେ ଅନେକ ଥର ଖାଇଛୁ, ଅନେକ ଥର ଛଡ଼ାଛଡ଼ି ହେଇକରି ଖାଇବୁ। କୋଚିଂ କ୍ଲାସ୍ ଟ୍ୟୁସନ୍ ହେବୁ, ସାର୍ଙ୍କ ପାଖରେ ଯାଇ ସ୍କୁଲରେ ଛଡ଼େଇକି ଯାହା ଯିଏ ଯେଉଁଠୁ ଆଣିଥିବ ଖାଇବୁ। ଏଇଭଳି ପିଲାଟି ଦିନରୁ କଟିଲା ପରେ ଜୀବନର ସେଇ ପାଠପଢ଼ା ଜୀବନର ଆମର ଗୋଟିଏ ବିଶେଷ କଥା, ସେ କଥାଟି ଏକ ମର୍ମନ୍ତୁଦ କାମଟି ସୃଷ୍ଟି ହେଲା। ସେ କାମଟି ହେଉଛି, ଆମକୁ ଜଣେ ଆମ ସେଇ 4 ଜଣ ଯେଉଁ ସାଙ୍ଗ ଭିତରୁ ଜଣେ ସାଙ୍ଗ ଆମକୁ ଛାଡ଼ି ଚାଲିଗଲେ ସେପାରିକି। ଫେରେ ସ୍କୁଲରେ ସେ ସାଙ୍ଗଟି ହେଉଛନ୍ତି ଜୀବନାନନ୍ଦ କର, ଗୌଡ଼ପଡ଼ାରୁ ଆସୁଥିବା ଚତୁର୍ଭୁଜ କରଙ୍କର ପୁଅ। ସେଦିନ ଚତୁର୍ଥରୁ ଆମେ ତ ଚାଲି ଆସିଛୁ ପଞ୍ଚମକୁ। ପଞ୍ଚମ କ୍ଲାସରେ, ପଞ୍ଚମରେ ଯେତେବେଳେ ପଢ଼ୁଥିଲୁ, ସେତିକି ବେଳର ଘଟଣା, ବୁଝିଲେ? ସେଇ ଜୀବନାନନ୍ଦ କର ସେତେବେଳକୁ ଖରାଦିନ, ସକାଳୁଆ ସ୍କୁଲ ହେଇଯାଇଛି। ସେଦିନ ଜୀବନାନନ୍ଦ କର, ଜୀବନ ଆମେ ତାକୁ ଜୀବନ ବୋଲି ଡାକୁ। ଜୀବନ ଆସିନି, ଜୀବନର ଦେଖା ନାହିଁ। ଜୀବନ ଡେରି ହେଇଯାଇଛି, ପ୍ରାର୍ଥନା ସରିଯାଇଛି।
ପିଲାଟି ଦିନର ଗୋଟିଏ କଥାଟିଏ ଖାଲି କହିଦେଉଛି। ପ୍ରାର୍ଥନାଟି ସରିଯାଇଛି, ଆମେ ସବୁ ବେଞ୍ଚକୁ ଚାଲି ଯାଇଛୁ। ସେତେବେଳେ ତ ଠାକୁର ବୋଲି ଆମେ ଡାକ ନାଁ ଧରି ଡକାଡକି ହେଉଥିଲୁ। ଡାକିଲୁ ଠାକୁରଙ୍କୁ, ଡାକିଲୁ ମୁଁ ଏବଂ ଛବାଇ। ଆଉ ସେଠି କାହିଁ ଠିଆ ହେଇଛୁ, ଆସୁନୁ ଏଠିକି ବେଞ୍ଚକୁ ଚାଲିବା। ଠାକୁର ଆଉ ଗଲେନି, ସେଇ ଦୁଆର ବନ୍ଧ ପାଖରେ ଠିଆ ହେଲେ। କିଛି ସମୟ ଦେଖାଗଲା ଜୀବନ ସାଡ଼ୁ ଆସୁଛି, ଗେଟ୍ ଆଡ଼ୁ। ସାମ୍ନାରେ ଗେଟ୍, ମାଙ୍ଗା ସ୍କୁଲ ଗେଟ୍ଟି, ତାରି ସାମ୍ନାରେ ଆମର ପଞ୍ଚମ କ୍ଲାସ୍। ସେ ଝୁଲି ଝୁଲି ଟିକେ କାହିଁକି ଝୁଲି ଝୁଲି ଆସୁଛି, ଅସୁସ୍ଥତା ଅନୁଭବ କରାଯାଉଛି। କହିଲେ ଠାକୁର ଠିଆ ହେଇଛନ୍ତି, ଆମେ ଚାଲି ଆସିଲୁ। କହିଲେ ଜୀବନା କ'ଣ ଏମିତି ଆସୁଛି? ପଚାରିଲୁ ଠାକୁରଙ୍କୁ, ଜୀବନା କ'ଣ ଆଜି ଏମିତି ଏତେ ଡେରି ଏମିତି ଆସୁଛି? ଠାକୁର ଛିଡ଼ା ହେଲେ, ଜୀବନା ଆସିଲା। ହଠାତ୍ ସେ ବନ୍ଧ ପାଖରେ ଝୁଙ୍କି ପଡ଼ିଲା। ଠାକୁର ତାକୁ ଧରି ପକାଇଲେ, ଜୀବନା କରକୁ ଧରି ପକାଇ ତାକୁ ଧରିକିରି ଆଣି ବେଞ୍ଚରେ ବସେଇ ଦେଲା ବେଳକୁ ତାର ଝାଡ଼ା ହେଇଗଲା, ତାର ପ୍ୟାଣ୍ଟରେ ଝାଡ଼ା ହେଇକିରି ତାର ଜୀବନଟି ଚାଲିଗଲା ଠାକୁରଙ୍କ କୋଳରେ। ଠାକୁର ଧରିଛନ୍ତି। ଚାଲିଗଲା ପରେ ମୁଁ ଅଫିସ୍କି ମୁଁ ନିଜେ ଅଫିସ୍କି ଛୁଟିଗଲି। ସାର୍ମାନଙ୍କୁ କହିଲି, ପ୍ରଭୁ ସାର୍ କ'ଣ ଏମିତି? ସାର୍ମାନେ ବସିଥାନ୍ତି, କ୍ଲାସ୍ ଆରମ୍ଭ ହୋଇନଥାଏ, ଆସିନଥାନ୍ତି ସମସ୍ତେ ସାର୍। ସେଠୁ ମୁଁ କହିଲି ଏମିତି ଜୀବନରେ କ'ଣ ହେଇଗଲା? ଜୀବନା ପଡ଼ିଗଲା, କିନ୍ତୁ ଜୀବନ ଆଉ ନାହିଁ। ଜଣାପଡ଼ୁଛି ଝାଡ଼ା ହେଇସାରିଲାଣି ତାର ପ୍ୟାଣ୍ଟରେ, ଜୀବନ ଆଉ ନାହିଁ। ସାର୍ମାନେ ସବୁ ଛୁଟି ଆସିଲେ, ଦେଖିଲା ବେଳକୁ ପ୍ରକୃତ ଜୀବନର ଜୀବନ ଚାଲିଯାଇଛି, ଜୀବନ ଆଉ ଜୀବନରେ ନାହିଁ। ଆସିଲେ ତାଙ୍କ ଘରକୁ ଖବର ଦିଆଗଲା। ସେ ରହୁଥିଲା ସେତେବେଳେ ଅଜାଙ୍କ ଘରେ। କେଦାରେଶ୍ୱର ମନ୍ଦିର, ପଲ୍ଲୀ ସାହି ଆମର କେଦାରେଶ୍ୱର ମନ୍ଦିର, ମନ୍ଦିରର ବଡ଼ ପଣ୍ଡା ହେଉଛନ୍ତି କେଦାର ପଣ୍ଡା, ତାଙ୍କର ଅଜା। ସମସ୍ତେ କାନ୍ଦି କାଟି ତାଙ୍କର ଗୌଡ଼ପଡ଼ାରେ ବାପା ଭାଇ, ସେଠୁ ଅଜାହାର ବଂଶ ସମସ୍ତେ ଆସିଲେ। ଅଜାହାର ଘରେ କେହି ପିଲା ନଥିଲେ, ତେଣୁ ଜୀବନା ରହୁଥିଲା ଅଜାଙ୍କ ଘରେ। ବୁଝାଗଲା କାହିଁକି ଏମିତି ପଚରାଗଲା ତାଙ୍କୁ। ତାର ଅଜା ସବିଶେଷ କଥାଟି କହିଲେ, କାହିଁକି ଜୀବନାର ଏ କାମଟି ହେଇଛି। କ'ଣ କହିଲେ ଜାଣିଛନ୍ତି? କହିଲେ ସବୁଦିନେ ମୁଁ କ୍ଷୀରଟି ରଖେ, ଶିକାରେ ରଖିଲେ ବି ଚାଳ ଘର ଶିକା, ବିଲେଇ ଡେଇଁକିରି ବଢ଼ାକୁ ପକେଇ ଶିକାରୁ କ୍ଷୀର ସବୁଦିନେ ପିଏ। ମୋର ରାଗ ହେଇଛି, ତା ଜେଜର ରାଗ ହେଇଛି। ସେତେବେଳେ ଟାଇଚୁଂ କରାଯାଉଥିଲା। ଫଲିଡଲ ବିଷ, ଯେ ସେ 60% ବିଷ, ସେ କ'ଣ କରିଛି? କ୍ଷୀରରେ ଫଲିଡଲ ବିଷ ମିଶେଇ ଶିକାରେ ରଖିଦେଇଛି। ଜୀବନା ପାଇଁ କ୍ଷୀର କୁଣ୍ଡ ତଳେ ଘୋରେଇ ଦେଇଛି। ଜୀବନା ପିଇକିରି ଆସିବ କେଉଁଠିକି? ନା ସ୍କୁଲକୁ। କିନ୍ତୁ ସିଏ ଅଜା ଚାଲି ଯାଇଛନ୍ତି ମନ୍ଦିରକୁ ସ୍ନାନ କରିବା ପାଇଁ। ଜୀବନା କ'ଣ କରିଛି? ଶିକାରେ ଥିବା କ୍ଷୀରରୁ କିଛି ଓଜାଡ଼ି ନିଜେ ପିଇ ଦେଇଛି, ନିଜେ ପିଇ ଚାଲି ଆସିଛି। ତାପରେ ସେ କ୍ଷୀରକୁ ପିଇ ଆଉ ଯାହା ଥିଲା ବିରାଡ଼ି ବି ପିଇଛି, ଗୋଟାଏ କଳା କଳା ବିରାଡ଼ି ଯାଇ ମହାଦେବଙ୍କ ମନ୍ଦିରରେ ମରିଛି। ଜୀବନା ଆସି ତାର ଶେଷ ଜୀବନ ସ୍କୁଲରେ ପହଞ୍ଚି ଉଡ଼ି ଯାଇଛି, ଚାଲିଗଲା। ଏ ସମୟ ବିତିଗଲା, ଜୀବନା ଚାଲି ଯାଇଛି। ପାଠପଢ଼ା ଜୀବନ ସରିଗଲା। ସପ୍ତମରୁ ମୁଁ ବାଟ କାଟି ଚାଲିଗଲି। ସିଏ ବି ସପ୍ତମରେ ସେଇ ମାହାଙ୍ଗା ସ୍କୁଲରେ, ଅଷ୍ଟମରେ ରହିଲେ। ମୁଁ ଭଗବତୀ ବିଦ୍ୟାପୀଠ ଚାଲିଗଲି। ସେଇ କଥା 1997 ମସିହାରେ ଯେତେବେଳେ ସେ ଦର୍ଶନ ଡାଏରୀ ଲେଖୁଥିଲେ, ସେତେବେଳେ କ'ଣ ହେଲା ନା ଦର୍ଶନ ଡାଏରୀ ଖେଳଉ ଖେଳଉ ଦିନେ ତାକୁ ଲେଖୁଥିଲେ କୁଶ ଭାଇ ପୁତୁରା ବିଶ୍ୱନାଥ ଭାଇଙ୍କ ପୁଅ ସବୁଦିନେ ଦିଅନ୍ତି, ପଏଣ୍ଟ ଦେଇ ଦିଅନ୍ତି, ସେ ତାର ଲେଖେ ଦର୍ଶନ ଡାଏରୀଟି। ସେଦିନ ଦର୍ଶନ ଡାଏରୀଟି ଖେଳଉ ଖେଳଉ ଆମେ ପାଇଗଲୁ ଯେ ଜୀବନାର ସେଦିନର ଦର୍ଶନ, ତାର ପ୍ରାରବ୍ଧ, ତାର ସଂସ୍କାରକୁ ନେଇ ସେ କେମିତି ଜ୍ୟୋତି ଦର୍ଶନ କରିଛି। ଜୀବନ ଠାକୁରଙ୍କର କୋଳରେ ବସି ସେ ଜ୍ୟୋତି ଦର୍ଶନ କରିଛି, ସେ ମିଶି ଯାଇଛି, ଜ୍ୟୋତିରେ ତଲ୍ଲୀନ ହୋଇଯାଇଛି। ଦର୍ଶନ ଡାଏରୀରେ ଜୀବନାନନ୍ଦକରର ଡାଏରୀ ଦର୍ଶନ
ଲିପିବଦ୍ଧ ହୋଇକରି ଅଛି। ପଚାରିଥିଲି, ମୁଁ କହିଲି ପ୍ରଭୁ ଆପଣ ତ ସେତେବେଳେ ଦର୍ଶନ ଡାଏରୀ ଲେଖୁନଥିଲେ ନା? ଦର୍ଶନ ଡାଏରୀ ଯୋଗ ମୀମାଂସା ମୁଁ ତୃତୀୟରେ ପଢ଼ୁଥିବା ବେଳୁ 65 ମସିହାରୁ ଲେଖା ଆରମ୍ଭ କରିଛି। କେଉଁଥିରେ ନା ଦେବନାଗରୀ ମୂଳ ସଂସ୍କୃତ ଭାଷାରେ। ଆମେ ପରା ତୃତୀୟରେ ପଢ଼ିଲା ଦିନରୁ ତୁମେ କ'ଣ ଜାଣିଛ? କିନ୍ତୁ ଆମେ ଜାଣୁ ଯେ ଇଏ ପିଲା କ'ଣ ଲେଖୁଛନ୍ତି, ଲେଖାଲେଖି କରୁଛନ୍ତି। ଲେଖିବା 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 ନେଇ ଚାଲିଗଲା। ପାଠପଢ଼ା ଜୀବନର ଯେତେବେଳେ ସମସ୍ତେ ସାଧୁସନ୍ଥମାନେ ସେଇ ଜୀବନ ପରେ ଆମେ ଦୂରତ୍ୱ ହୋଇଗଲା, ଆମେ ଚାଲିଗଲୁ ଅଲଗା, ସେ ରହିଗଲେ ଅଲଗା। ସେଇ ଭିତରେ ସେ ମଧ୍ୟ ବହୁ ନୀରବରେ ସେଠି ଗୋଟେ ବାଦଲ ଭାଇ ଘର ପଛପଟ ବାଉଁଶ ମୂଳେ କଦଳୀ ଗଛ ଥିଲା, ଯେଉଁଠି ମିସ୍ତ୍ରୀ ମାନେ ରହୁଥିଲେ ସେଠି କଦଳୀ ମୂଳେ, ନନ୍ଦ ଭାଇ ଘର ବାଉଁଶ ମୂଳେ, ନିରୋଳାରେ ପ୍ରଭୁପାଦ ଗୁରୁସ୍ୱାମୀ ନିରୋଳାରେ ଯାଇକିରି ବହୁତ ସମୟରେ କଟେଇ ବହୁତ ବି ଆସିକି ତାଙ୍କୁ ପ୍ରଶ୍ନବାଚୀ। ସେତେବେଳେ ଜଣେ ରାଇସୁଙ୍ଗଡ଼ାର ହାତୀ ବାବା ବରାବର ଆସୁଥିଲେ, ହଳୁଆ ବାବା ଜଣେ ଆସୁଥିଲେ, ଠାକୁରଙ୍କୁ ଦେଖା କରନ୍ତି, ବହୁ ପ୍ରଶ୍ନ ମଧ୍ୟ ପଚାରନ୍ତି। ସେତେବେଳକୁ ସିଏ ଟିକେ 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 ଯେମିତି ଆମର ବଣର ମଲ୍ଲି ବଣରେ ଫୁଟି ମଉଳି ଯାଏ, ତାର ଆଦର୍ଶ ବା ଟିକେ ବାସନା ଗନ୍ଧ ଲୋକାଳୟକୁ ଛୁଟି ଆସେ, ଟିକେ ଟିକେ ତାଙ୍କର ପ୍ରଭାବ ପ୍ରକାଶ ପାଇଲାଣି। ସେତେବେଳକୁ ପ୍ରକାଶ ପାଇଲାଣି। କିନ୍ତୁ ନିରୋଳାରେ ସେ ବେଳେବେଳେ ବସିକରି କାଟନ୍ତି। ଯେତେବେଳେ ଘର ସଂସାର ଭିତରୁ ସେ ଦୂରେଇ ଆସିଲେ, କିଛି କଥାବସ୍ତୁ ତାଙ୍କ ଅନୁଭବ କରିଛି, କିଛି କଥାବସ୍ତୁ ଏକାଏକ ତ ଅନ୍ତରଙ୍ଗ ଭିତରେ ତାଙ୍କର ପିଲାଟି ଜୀବନର କଥା ସେ କହିଦେଇଛନ୍ତି ମୋ ଆଗରେ। ବସିକିରି ଯେତେବେଳେ ନିରୋଳା ଥିବ, ଆମେ ପିଲାଟି ବେଳୁ ଏମିତି କଟେଇଛୁ, ଆଚ୍ଛା କଟେଇଥାନ୍ତି। ଯେତେବେଳେ ଘର ସଂସାରଟି ଛାଡ଼ି ଏ ଆଶ୍ରମ, ଆଜି ଯେଉଁ ଚାଳ ଘରଟି, ଯେଉଁ ପୁରୁଣା ଭାଇ ଅଛନ୍ତି ଦେଖିଥିବେ, ସତ୍ୟମଣ୍ଡପ ଆଜି ଯେଉଁଠି ହେଉଛି, ସେ ଚାଳ ଘର ସେତେବେଳେ ନଥିଲା। ପିଲାମାନେ, ଗାଁ ପିଲାମାନେ ପାଠ ପଢ଼ୁଥିଲେ, ଟିଉସନ୍ ହେଉଥିଲେ। ଅନେକ ସମୟରେ ପ୍ରଭୁପାଦ ଗୁରୁସ୍ୱାମୀ ଆସି ସେଇଠି ବସନ୍ତି, ନିରୋଳାରେ ସେଠି ମଧ୍ୟ ବସନ୍ତି। ନନ୍ଦ ଭାଇ ଘର ବାଉଁଶ ମୂଳ, ନୀର ଭାଇ ଘରେ ଅଧିକ ସମୟ ସେତେବେଳେ କଟାନ୍ତି। ଯେତେବେଳେ ବାହାରେ କଟେଇଲେ, ସେତେବେଳେ କ'ଣ ହେଲା ନା ଆଉ ଘରକୁ ଗଲେନି। ଗାଁର ଭାଇମାନେ ଯେଉଁମାନେ ରହିଲେ, ଠାକୁର ଗୋଟେ ଭଲ କଥା କହନ୍ତି। ମୁଁ କହିଲି, ଏ ଯେଉଁ ପଲ୍ଲୀ ବସ୍ତି ଆପଣ ଗଢ଼ୁଛନ୍ତି, ଆଜି ତିଆରି କରୁଛନ୍ତି ଏ ଗାଁ ଲୋକ ପାଇଁ, ବାପା ମାଆଙ୍କ ମନ୍ଦିର କଲେ, ଏମିତି ତ କେହି ଘର କରିକିରି ମହାପୁରୁଷମାନେ ଆସି ତାଙ୍କ ଭକ୍ତ ଆନୁଗତ୍ୟଙ୍କୁ ଦେଇନାହାନ୍ତି। ନା, ଆମେ ପରା ଏଇ ଗାଁର ଶାଗ ପଖାଳରେ ବଢ଼ିଛୁ। ଦେଖନ୍ତୁ, ଆମେ ତାଙ୍କ ପାଇଁ କିଛି ନ କଲେ ଆମେ ପରା ବେଇମାନ ହେଇଯିବୁ। କି ଠାକୁର ଆସିଥିଲେ ଇଏ, କହିଲେ ଆମେ ତାଙ୍କ ପାଇଁ କିଛି କରିବୁ ପରା, ଯେଉଁ ପଲ୍ଲୀ ବସ୍ତି ଆଜି ଗଢ଼ି ଉଠିଛି। ମୁଁ କହିଲି କ'ଣ ନା, ଆମକୁ ବା ଯେତେବେଳେ ଘର ଛାଡ଼ିଦେଲୁ ତାଙ୍କରି ଶାଗ ପଖାଳ ଖାଇ ପାଳି କରି ମୋତେ ଖୋଇକିରି ବଞ୍ଚେଇଛିନି। ଏ ଦେହ ଆଜି ରହିଛି, ଆଜି ବିଭବ ସୃଷ୍ଟି ହେଲା, ଆଜି ସଂଘ ତିଆରି ହେଲା, ପରିବେଶ ତିଆରି ହେଲା, ଆଜି ପରିଷଦ ତିଆରି ହେଲା, ଆଜି କ'ଣ ନାହିଁ କ'ଣ ଚାଲିଛି କେତେ ବାହାରେ, କିନ୍ତୁ ପା ଇଏ ପା ମୂଳରେ ପା ଶାଗ ପଖାଳ ଦେଇକିରି ମୋତେ ଏ ଦେହକୁ ବଞ୍ଚେଇକି ରଖିଛିନି। ତେଣୁ ଆମେ ପା ତାଙ୍କ ପାଖରେ ଋଣୀ ହେଇଯାଇଛୁ। ଦେଖନ୍ତୁ ଏ କେତେ ତାଙ୍କର ଗଭୀର ଚିନ୍ତାଧାରା। ଏ କଥାର ସେ ଅଧିକ ସମୟ, ଗୋଟେ ଲୀଳାଟିଏ ଛୋଟିଆ କଥାଟିଏ, ଅଧିକ ସମୟ ଯେଉଁଠି ଗାଁରେ ଯେଉଁଠି ଜଣେ ଖାଇଲେ ନହେଲେ ନୀର ଭାଇ ଘରେ ଅଧିକ ସମୟରେ ଖାଇଦିଅନ୍ତି। ନୀର ଭାଇ ଘରେ, ବିପିନ ଭାଇ ଘରେ, ଯେଉଁ ଗାଁ ବିପିନ ଭାଇ ଘରେ। ସେ ଦିନକର କଥା ମୋତେ କହୁଥିଲେ। ଥରେ ବସିଥିଲୁ, କହିଲେ ମୁଁ ଯେତେବେଳେ ଖାଉଥିଲି, ମୁଁ ଦିନେ ଯାଇଛି ନୀର ଭାଇ ଘରକୁ ଖାଇବା ପାଇଁ ଗାଧୁଆବେଳେ, କେଉଁଠି ସେଦିନ ଖାଇନି, ଯାଇଛି ଖାଇବାକୁ, ଦେଖିଲା ବେଳକୁ ନୀର ଭାଇ ଘର କିଛି ଖାଇବାକୁ ନାହିଁ, ତାଙ୍କର ବି ଘରେ ସେଦିନ କିଛି ଖାଇବାକୁ ନାହିଁ। କହିଲେ କ'ଣ କରିବି, ଆଉ ତ ଖାଇବା ବରାରେ କେହି କେଉଁଠି ଗାଁରେ ହେଇନି। ମୁଁ କହିଲି ଦେଖେ, ଘରେ ଯଦି ମାଆ କ'ଣ କରିଦେବେ, ଘରକୁ ଟିକେ ଚାଲିଯାଏ ଗଣ୍ଡା, ନହେଲେ ଘରେ ଖାଇଦେବି ଆଉ। ପିଲାଟି ଜୀବନର କଥା ଦେଖନ୍ତୁ, ଆଜି ଯାହାକୁ ଆଜି ଆଦର୍ଶ ବ୍ୟାପକ ଭାବରେ ଯାହାର ମାଡ଼ି ଆଡ଼ିଛି, ସେ କେତେ ଛୋଟରୁ ଗୋଟେ କଥାଟିଏ ଠାକୁର କହନ୍ତି, ଯଦି ଛୋଟ ଅତୀତ ଯେଉଁ ଛୋଟ ଟିକେ ତୁମ ମନରେ ନ ରଖିବ, ଛୋଟ ନହେଲେ ତୁମେ କ'ଣ ବଡ଼ ହୋଇପାରିବ। ଆମେ ପରମାର୍ଥ ଜୀବନର ପ୍ରଥମ ପାଦ ହେଉଛି ନିଜକୁ ଛୋଟେଇ ନେବା। ଲେଖିଛନ୍ତି ଚରମରେ, ତୁ ନିଜକୁ ଛୋଟେଇ ନେବୁ,
ତେଣୁ କେତେ ଛୋଟେଇ ନେଇପାରନ୍ତି ସିଏ, ଚରମରେ ଛୋଟେଇ ନେବାର ଚରମରେ ପହଞ୍ଚିଥିଲେ ଆଜି ଆମେ ଯାହାକୁ ପୂଜା କରୁଛେ। ବୁଝିଲେ? କହିଲେ ଦିନକର କଥା, ଗଲାବେଳକୁ ନୀର ଭାଇ ଘର କିଛି ନାହିଁ, ସିଏ ଖାଇନାହାନ୍ତି ଆଉ ମୋତେ ଦେବେ କ'ଣ, କିଛି ନାହିଁ। କ'ଣ କରିବି, ଚୁପଚାପ ଫେରିଲି ଘରକୁ। ମୁଁ କହିଲି ଦେଖେ ମା କ'ଣ ଯଦି କରିଥିବେ ଟିକେ ଖାଇବି। ଆଉ ଯେତେବେଳେ ଘରକୁ ଫେରନ୍ତି ମା କହୁଛନ୍ତି ଆରେ ତୁ କ'ଣ ଆଜି ଏତିକି ବେଳୁ ପଳେଇ ଆଇଲୁଣୁ, ଆଉ ତୁ ଖାଇଛୁ କେଉଁଠି? କହିଲେ ମୁଁ କ'ଣ ଖାଇବି, ଯାଇଥିଲି ନୀର ଭାଇ ଘରକୁ, ତାଙ୍କର ଆଜି କିଛି ନାହିଁ। ନା ରେ ଥିଲା ବେଲି ତୁ ସବୁଦିନେ ଖାଉଥିଲୁ, ଆଜି କିଛି ନାହିଁ, ତୁ ଘରକୁ ପଳେଇ ଆଇଛୁ। ଦେଖ ମା ବି କେତେ ମହାନ। କହିଲେ ବାପ ମାଙ୍କ ଋଣ ବି ଆମେ ସୁଝି ପାରିନୁ ଜନ୍ମ ଜନ୍ମାନ୍ତରେ, ଯେଉଁଥିପାଇଁ ଆଜି ଯେତେବେଳେ ବାପ ମାଙ୍କର ସମ୍ମାନ, ବାପ ମା ଆଜି ପରିବାରରେ ବୁଢ଼ାବୁଢ଼ୀ ଜୀବନରେ ଦୁଃଖ ଭୋଗ କରୁଛନ୍ତି, ଆଜି ବୃଦ୍ଧାଶ୍ରମରେ ଦିନ କଟଉଛନ୍ତି, ସିଏ ଆଜି ବାପ ମାଙ୍କୁ ପ୍ରତିଷ୍ଠା କରିବା ପାଇଁ ବାପ ମାଙ୍କ ମନ୍ଦିର ତିଆରି କଲେ। ସେ ବାପା ମା ବି ମହାନ। କହିଲେ ମା ତ ଗୋଡ଼େଇଲେ ଆଉ, କହିଲେ ତୁ ଆସିଛୁ ଘରକୁ, ତୁ ଗଣ୍ଡା ମୋତେ ଖାଇବାକୁ ଦେବି, ତୁ ଶୋଇପଡ଼ିବୁ। ସେ ପରିବାର ଯେଉଁଠି ଖାଉଥିଲୁ ସିଏ ତ ଖାଇନାହାନ୍ତି, ମୁଁ ହତବା କ'ଣ କରିବି? ଠାକୁର କହିଲେ ମୁଁ କରିବି କ'ଣ? ମା ତାଙ୍କର ରୂପା ଖଡ଼ୁ ପଟେ ମୋତେ ଦେଲେ, ନେଇଯା ଆକୁ ବଣିଆ ଘରେ ବିକିବୁ, ନୀର ଭାଇ ଘରେ ନେଇକିରି ଚାଉଳ ଡାଲି ପରିବା ଯିବୁ, ରୋଷେଇ କରିବେ, ସେଇଠି ଖାଇବୁ। ତାଙ୍କ ଦୁଃଖରେ ତୁ ସୁଖରେ ଶୁଖିଥିଲୁ, ସିଏ ଖାଉଥିଲେ ତତେ ଦେଉଥିଲେ, ତୁ ଖାଉଥିଲୁ। ଆଜି ସିଏ ତାଙ୍କ ଘରେ କିଛି ନାହିଁ, ତୁ ଆସି ଘରେ ଖାଇକି ଶୋଇବୁ। ତ୍ୟାଗ ଠାକୁରଙ୍କର ଖାଲି ନୁହେଁ, ସେ ବାପ ମାଙ୍କର କେତେ ତ୍ୟାଗ। ଯଦି ମାଙ୍କର ଜୀବନୀ କି ପିଲାଦିନର ଜୀବନୀ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ଯିବେ, ତାଙ୍କରି ଗୁଣ। ଏଭଳି ମା ବିରଳ, ସୃଷ୍ଟିରେ ବିରଳ, ପ୍ରକୃତ ଜଗତ ଜନନୀ। ଠାକୁରଙ୍କର ମା ଜଗତ ଜନନୀ। ପଚାରିଲେ ବସିଛନ୍ତି, ସେ କାହାକୁ ନାଁ ଧରି ଡାକନ୍ତି? ତାଙ୍କ ପୁଅକୁ ପୁଅ। ଆମକୁ ସବୁ ସମ୍ବୋଧନ ପୁଅ, ସମସ୍ତଙ୍କୁ ପୁତ୍ରବତ ସ୍ନେହ ଶ୍ରଦ୍ଧା ପୁଅ ବୋଲି ସମ୍ବୋଧନ କରନ୍ତି ସେ ପୁରୁଷ ମା ମଧ୍ୟ। ସେଠୁ ମା ଦେଲେ, ସେତେବେଳେ ଠାକୁର କହିଲେ, ସେତେବେଳେ ସୁନା ଏ ଯେଉଁ ରୂପା 8 ଅଣା, ଏ 6 ଅଣା 8 ଅଣା ଏମିତି ଥାଏ ଭରି, ସେଇଟା ଯେତେବେଳେ କହିଲା 2 ଟଙ୍କା କେତେ ପଇସା କେତେ ଅଣା ସିଏ ହେଲା ବଣିଆ ଘରେ, ସେତେବେଳେ 2 ଟଙ୍କାରେ ଟଙ୍କାରେ ଚାଉଳ ବୋଧେ 4 କିଲୋ 3 କିଲୋ ଚାଉଳ ପରିବା ଡାଲି କିଣିକିରି ଆଣିକିରି ବିପନ ଭାଇ ଘରେ ଦେଲେ, ରୋଷେଇ ହେଲା, ଠାକୁର ସେଠି ଖାଇଲେ। ପିଲାଟି ଦିନର ଜୀବନ ଦେଖନ୍ତୁ। ତାପରେ ତାଙ୍କର ଜୀବନୀ ଆରମ୍ଭ ହେଲା। ବାପା ଭାଗ ବଖରା କରନ୍ତି, ସେ ବଙ୍ଗାଳୀ ଘର ଜମି କରନ୍ତି। କ'ଣ କଲେ, ବାପା ବ୍ୟସ୍ତ ହେବେ, ଆସି କହିବେ ତୁ ଏଠି ସେଠି ବସୁଛୁ କାହିଁକି? ନିରୋଳାରେ ବସନ୍ତି, କହିଲେ ତୁ କାହିଁ ସେଠି ଯାଇ ବସିଛୁ, ଯାଇ ପାଟିତୁଣ୍ଡ ଆରମ୍ଭ କରିବେ। କହିଲେ ତୁ ଏଠି ବସିଛୁ, ମୁଁ କେତେ ହଇରାଣ ହେଉଛି, ବିଲ ଗୁଡ଼ା ରୁଆ ହେଇପାରୁନି, ଖାଇବା କ'ଣ ବଞ୍ଚିବା କେମିତି, ତୁ ଟିକେ ମୋତେ ସହଯୋଗ କରୁନୁ। ଚାଲିଲେ ଯେମିତି ସୁଧାର ପିଲାଟି ଭଳିଆ, ସବୁ ମାନିଗଲା ଭଳିଆ, ସବୁ କଥାକୁ ମାନିଗଲା ଭଳିଆ, ସମସ୍ତଙ୍କୁ ସମ୍ମାନ, ସବୁ କଥାକୁ ଦେଖନ୍ତୁ ଶେଷ ଜୀବନ ପର୍ଯ୍ୟନ୍ତ ବି ପ୍ରତ୍ୟେକ କଥାକୁ ସେ ସମସ୍ତଙ୍କୁ, ଛୋଟଠୁ ବଡ଼ ଯାକେ, ଛୋଟ ପିଲାରୁ ବଡ଼ ପର୍ଯ୍ୟନ୍ତ ସମସ୍ତ କଥାକୁ ସମ୍ମାନ ଦେଇ ଶିଖିଚିନି, ଆସିଚିନି ମଧ୍ୟ। ସେ କାହା କଥାକୁ କେଉଁଠି ଫୋପାଡ଼ି ଦେବେନି। ବୁଝିଲେ ନା? ସେଠୁ ଚାଲିଲେ, ଧାନ ରୋଇଲେ, ହିଡ଼ ଦେଲେ, ହଳ ବୁଲେଇ ନାହାନ୍ତି, ସବୁ କାମ ବାପା ତାଙ୍କ ହାତରେ ଧୀରେ ଧୀରେ ଘଣ୍ଟା ବେଶୀ ନାହିଁ, ଯେତେବେଳେ ବିରକ୍ତି ବାପା ହେବେ ଯାଇକିରି ବାପାଙ୍କ ସାଙ୍ଗରେ କିଛି କାମ ବିଲରେ କରି ପୁଣି ଉଠିକିରି ପଳେଇ ଆସିବେ। ଏଇଭଳି କିଛି ଦିନ କଟିଛି। ମାଟ୍ରିକ ପାସ୍ ପରେ, ହଁ କଥାଟିଏ ଛାଡ଼ି ଦେଇଗଲି, ମାଟ୍ରିକ ପାସ୍ କରିପାରିଲେନି। କେମିତି କରିପାରିଲେନି? ତାଙ୍କର ଯେଉଁଦିନ ମ୍ୟାଥମେଟିକ୍ସ ଥିଲା, ଏକାଦଶରେ ପରୀକ୍ଷା ଦେବାକୁ ଯାଇଥିଲେ, ରାଇସୁଗୁଡ଼ା ସେଣ୍ଟର ପଡ଼ିଥିଲା। ରାଇସୁଗୁଡ଼ାରେ ହେଉଛନ୍ତି ହାତୀ ବାବା ଏବଂ ସେ ଯେଉଁ ଧର୍ମାନ୍ତପୁର ଆମର କହୁଛି ହଳୁଆ ବାବା ଜୁଟି ଗଲେ। ଜୁଟି ଯାଇ ଠାକୁର ପରୀକ୍ଷା ଦେବେ ବୋଲି ହଲ୍କୁ ଯିବେ ବୋଲି ବସିଛନ୍ତି, ତାଙ୍କୁ କେତେକ ପ୍ରଶ୍ନ ପଚାରିଦେଲେ, ଆଧ୍ୟାତ୍ମିକ ସମ୍ବନ୍ଧୀୟ ପ୍ରଶ୍ନ। ସେଇ ପ୍ରଶ୍ନରେ ମଜଗୁଲ ହେଇ ଠାକୁର ଏଭଳି ରହିଗଲେ, ଅଟକେଇ ଦେଲେ, ସେ ଆଉ ପରୀକ୍ଷା ଦେବା ପାଇଁ ଯାଇପାରିଲେନି। ଗୋଟିଏ ପେପର ରହିଗଲା, ସେତିକିରୁ ପାଠପଢ଼ା ତାଙ୍କର ବନ୍ଦ ହେଇଗଲା। ତାପରେ ଆରମ୍ଭ ହେଲା ବାପାଙ୍କ ସହିତ, ବାପାଙ୍କୁ ସହଯୋଗ କରିବା।
ବାପା ଜଗୁଥିଲେ ସେଠି ବଙ୍ଗାଳୀ ଘରେ। ଠାକୁର ମଧ୍ୟ ସେ ବିରକ୍ତି ହୁଅନ୍ତି, ମୁଁ ଯାଇପାରୁନି, ମୋର କାମ ଅଛି, ଆଜି ବିଲରେ କାମ କରିକି ତୁ ଟିକେ ଯା ଶୋଇପଡ଼ିବୁ ତା ଘରେ, ତାଙ୍କ ଘରେ ଜଗିକିରି। ତାଙ୍କ ଘରେ କେହି ନଥିଲେ, ଜଗିକିରି ଠାକୁର ବି ଶୁଅନ୍ତି ଯାଇକିରି ବେଳେବେଳେ। ମାନେ ଆଜି ଯାହାକୁ ଆମେ ଗ୍ରହଣ କରିଛେ, ଆଜି ପଦପଦବୀକି ନେଇ ଆମେ ଗର୍ବ କରୁଛେ। ଭାଇ କହିଲେ ଅଚ୍ୟୁତ ତମର ସମ୍ପାଦକରେ କି ସମ୍ପାଦକ, ମୁଁ କ'ଣ ଅଧ୍ୟକ୍ଷ? ଆରେ ଯିଏ ତ ଆସିଥିଲେ, ମୁଁ ଯାହା ପାଇଁ ଅଧ୍ୟକ୍ଷ ସମ୍ପାଦକ, ସିଏ ତ ତଳୁ ଉଠି ଉଠିକିରି ଆଇଚିନି କେତେ ତଳୁ, ମୁଁ ତାକୁ ସମୀକ୍ଷା କରିପାରିବିନି, ତାକୁ ଜଣେ ବିଶ୍ୱାସ ବି କରିପାରିବନି। ତାପରେ କ'ଣ ହେଇଛି, ସେତେବେଳେ ହେଉଥିଲା ନଳିତା ଝୋଟ କଥାଟିଏ ଏଇଠି ପୂର୍ଣ୍ଣଚ୍ଛେଦ ପଡ଼ିଛି। ନଳିତା ଝୋଟ ନଳିତା ଗୁଡ଼ାକ ତାଙ୍କ ସେଇ ଯେଉଁ ବାଉଁଶ ମୂଳ ଗୋଟା ଖାତିଆ ଥିଲା ଯେଉଁଠି ମନ୍ଦିର ସେପଟରେ, ନଳିତା ଗୁଡ଼ିକ ପଚି ଯାଇଛି। ବାପା ଆଉ ମଣିଷ ପାଉନାହାନ୍ତି ତାକୁ ବାଡ଼େଇକିରି ଝୋଟ କାଢ଼ିକିରି ଆଣିବା ପାଇଁ। ଜାଣିଥିବେ ଝୋଟ କେତେ କଷ୍ଟ କାଢ଼ିବା, ପାଉନାହାନ୍ତି। ଆସି ବିଗିରିଲେ, ବସିଥିଲେ ଠାକୁରେ, କହିଲେ ତୁ ନଳିତା ଗୁଡ଼ା ପଚିଛି, ଟିକେ ତୁ ଯାଆନ୍ତୁନି ମୋତେ ସେ ନଳିତା ପାଣିରେ ସହଯୋଗ କରି ଝୋଟ କିଛି ବାଡ଼େଇ ମୋ ସହିତ ସହଯୋଗ, ତୁ ଏଠି ବସିବୁ, ମୁଁ ଏକାଠିଆ ବୁଢ଼ା ଲୋକ, ଲଣିଷ ପାଇଲିନି, ନଳିତା ପଚି ଯାଇଛି, ବୋହିଯିବ। ଦେଖନ୍ତୁ ଠାକୁର ସେଠୁ କ'ଣ କଲେ, ଭିଡ଼ି ବାଡ଼ି ହେଇକିରି ତାଙ୍କ ବାପାଙ୍କୁ ଯେଉଁଠି ଅଣ୍ଟାଏ ପାଣି, ଠାକୁର ତ ଛୋଟିଆଟି, ତାଙ୍କୁ ହେଲା ଛାତିଏ ପାଣି, ଛାତିଏ ପଚା ପାଣି, ଯେଉଁ ପଚା ପାଣିରେ ପଶିଲେ। ପଶିକିରି ତ ଗୋଟିଏ ବାପା ଦୁଇ ଖୁଞ୍ଚା ଖଣ୍ଡେ ଦେଇଚିନି ବାଡ଼େଇକିରି ଖୁଞ୍ଚିବା ପାଇଁ, ଠାକୁର ତ ଖୁଞ୍ଚୁଚିନି, ଆସିକି ତ ପହଞ୍ଚିଗଲେ ମହାତ୍ମା ସେ ହଳୁଆ ବାବା, ରାଇସୁଗୁଡ଼ାର ହଳୁଆ ବାବା। ସିଏ ଏକ ଅସାଧ୍ୟ ସାଧକ। ସିଏ ଆପଣଙ୍କୁ ଦେଖିଲେ ବେତ ମାରିଦେବେ, ଆଗେ ବେତଟା ମାରିଦେବେ, ମାରିଦେଇ ଆପଣଙ୍କ ଇତିବୃତ୍ତି ସବୁ କହିଦେବ। ଏତେ ସିଦ୍ଧି ତାର, ସିଦ୍ଧି ସାଧକ। ଠାକୁର ତାର ନିଜେ ତାର ଅନ୍ତ୍ୟେଷ୍ଟି କ୍ରିୟା ତାର ସମାଧି କରିକିରି ଅନ୍ତ୍ୟେଷ୍ଟି କ୍ରିୟା କରିଛିନି ଏଠୁ ପୂଜକମାନଙ୍କୁ ପଠେଇ। ସେଇ ହଳୁଆ ବାବା ଯେତେ ଚାଲିଗଲେ, ଯେମିତି ସୁଦର୍ଶନ ବାବା ଠାକୁରଙ୍କୁ ପରିଚୟ କରିବାରେ ହଳୁଆ ବାବାଙ୍କର ବି ଅତୁଟ କାର୍ଯ୍ୟଟି ରହିଛି। ସେଠୁ ଆସିଲେ, ଆସିକିରି ସେ ଯେଉଁ ମନ୍ଦିର ପାଖରେ ଯେଉଁ ରାସ୍ତା, ସେ ଟ୍ୟୁବୱେଲ୍ ପାଖକୁ ଆଗେ ନାଚିଗଲେ। ତମେ କାଚ ଝମଝମ କରି ନାଚିଗଲେ। କହିଲେ ଆରେ ଯଦୁଆ, ତୁ କ'ଣ କରୁଛୁ? କହିଲେ ତୁ କ'ଣ କଲୁ, କାହାକୁ ଆଣିକିରି କେଉଁଠି ପୁରେଇଛୁ? ଆରେ କି କଲ ରାଜା, କି କଲ, ଗୋଟେ ଭଲ କଥାଟିରେ ଗପଟିରେ ପଢ଼େ, ସୁନା ପ୍ରତିମାକୁ ତଳେ ଥୋଇଲା। ଏ କଥାଟିର ମର୍ମ ଟିକେ କହିଦେଉଛି। ଥରେ ଗୋଟେ ଛୋଟିଆ କଥାଟି ନ କହିଲେ ବୁଝିପାରିବେନି ଏ କଥାଟିର ମର୍ମ। ଥରେ ଗୋଟିଏ ରାଜା ଗୋଟେ ହାଟଟିଏ ବସେଇଲେ। ଏ ହାଟ ବସେଇବା ଭିତରେ ସେ ନିୟମ କରିଦେଲେ ଯେ ଯାହା ବିକ୍ରି ନ ହେବ ହାଟରେ, ତାକୁ ରାଜା ଉପଯୁକ୍ତ ମୂଲ୍ୟ ଦେଇ କିଣିବେ। ସେଠୁ ସେଦିନର କଥା, ହାଟକୁ ଜଣେ କାରିଗର ଗୋଟିଏ ମୂର୍ତ୍ତି କରି ଆଣିଛି। ସେ ମୂର୍ତ୍ତିର ନାଁ ହେଉଛି ଅଲକ୍ଷ୍ମୀ। ଅଲକ୍ଷ୍ମୀ ମୂର୍ତ୍ତି। ଅଲକ୍ଷ୍ମୀ ମୂର୍ତ୍ତିଟିକି ମାଟିରେ ଗଢ଼ି ତାକୁ ରଙ୍ଗ ଦେଇ ତା ତଳେ ଲେଖି ଆଣିଛି ହାଟକୁ। ବିକ୍ରି କରିବ ଅଲକ୍ଷ୍ମୀ ମୂର୍ତ୍ତିକି କାହିଁ କିଏ ଘରକୁ ନେବ? କେହି ନେଲେ ନାହିଁ। ଅଲକ୍ଷ୍ମୀ ମୂର୍ତ୍ତି କିଏ କାହିଁ କିଣିବ? ଅଲକ୍ଷ୍ମୀ ଲେଖା ହେଇଛି, ତାକୁ ଘରକୁ କେହି କିଣିକି ନେବ? କିଣିଲେନି। ଅଲକ୍ଷ୍ମୀ ମୂର୍ତ୍ତିଟିକି ଉପଯୁକ୍ତ ମୂଲ୍ୟ ଦେଇ ରାଜା କିଣିଲେ। କରିଚିନି ନିୟମ, ହାଟରେ ଯାହା ବିକ୍ରି ନ ହେବ ରାଜା ତାକୁ କିଣିଦେବେ, ଉପଯୁକ୍ତ ମୂଲ୍ୟ ନେଇ କିଣିଦେଲେ। କିଣି ନେଇ କ'ଣ କଲେ ନା, ଯେଉଁଠି ଲକ୍ଷ୍ମୀ ମୂର୍ତ୍ତି ରଖିଥିଲେ, ଲକ୍ଷ୍ମୀ ମୂର୍ତ୍ତି ସୁନାର ମୂର୍ତ୍ତିଟିକି ତଳେ ଥୋଇ ଅଲକ୍ଷ୍ମୀ ମାଟିର ମୂର୍ତ୍ତିଟିକି ସିଂହାସନରେ ରଖିଲେ। ଯେତେବେଳେ ରଖିଦେଲେ, ସେତିକି ବେଳେ ଯେ କହିଛନ୍ତି ଗୋଟିଏ ପଦ, କି କଲ ରାଜା, କି କଲ, ସୁନା ପ୍ରତିମାକୁ ତଳେ ଥୋଇଲ। ତେଣୁ ସେ କ'ଣ କଲେ, ସେଦିନ ନାଚିଗଲେ। କହିଲେ ତୁ କ'ଣ କଲୁ ଯଦୁ, ଆଜି କ'ଣ କରୁଛୁ ରେ? ତୁ କାହାକୁ ନେଇ ନଳିତା ପାଣିରେ ପକେଇକି ତୁ ଆଜି ବାଡ଼ଉଛୁ? ଉଠା ଉଠା ଉଠା, ତୁ ଉଠା। ଖାଲି ବେତ ହଲେ ବାଡ଼େଇଲେ, ଉଠା। ଭୟରେ ଠାକୁରଙ୍କ ବାପା କହିଲେ, ବାପା ତୁ ଉଠିଗଲୁ ଏଠୁ, ତୁ ଉଠିଯା, ପାଣିରୁ ଉଠିଯା। ଏ କଥା ସ୍ୱୟଂ ଠାକୁର କହୁଛନ୍ତି। ସେଇ ଦିନ ହେଉଛି ବାପା ମୋତେ କାମକୁ ଡାକିବାର ଶେଷ ଦିନ। ଆଉ ବାପା କାମକୁ ଡାକିଲେ ନାହିଁ। ସେଇଦିନ ଠାରୁ ମୋତେ ଛାଡ଼ିଦେଲେ। କହିଲେ ତୁ ଯାହା କରୁଛୁ କର, ତୋତେ ଆଉ ଡାକିବିନି, ଆଉ ତୋତେ ମୁଁ ଡାକିବିନି।
ଆଚ୍ଛା, ଇଏ ହେଲା ତାଙ୍କର ପିଲାଦିନର କଥା। ଗଲା ଭାବଟା କେମିତି ତାଙ୍କର ସେ ଯେଉଁ ଭାବ, ଭଲ ପାଇବାର ଭାବ ସେ ତ ଢାଳି ଦେଇଛନ୍ତି। ଆମେ ଯାହା ପାଖରେ ଆଜି ପହଞ୍ଚିଛେ, ସେ ପୁରୁଷ ଯାହାକୁ ସେ ପିଲାଦିନର ଯେଉଁ ଇତିବୃତ୍ତି ତାଙ୍କର ସବୁ ରହିଛି, ପିଲାଦିନର ଲୀଳା କରିଚିନି, ସେ ଗାଁରେ କରିଚିନି, ମାନେ ଅଲୌକିକ ବି ତା ଭିତରେ ଦେଖେଇଚିନି। ଠାକୁର କହିଲେ ସବୁ ବୋଉ ଚୋରି କରିବେ, ସେ କ'ଣ କରିବେ ନା ମୋତେ ବୋଉ କରିଦେବେ। ଏ ଗାଁରେ ସବୁ ପିଲା ବୋଉ ଚୋରି ଖେଳିବେ, ମୋତେ ବୋଉ କରି ବସେଇ ଦେବେ। ମୁଁ କହିଲି ଆପଣ କ'ଣ କରନ୍ତି ନା, ମୁଁ କେତେବେଳେ ଚାଲି ଯାଇଥିଲି ସେ ପାଖକୁ କେହି ଜାଣିପାରୁନଥିବେ। ବୁଝିଲ ନା, ପିଲାଦିନରେ ବହୁ ଅଲୌକିକ ସେ ଗାଁ ଲୋକଙ୍କୁ ଦେଖେଇଚିନି। ମାନେ ମକରନ୍ଦ ପଡ଼ିବା, ମକରନ୍ଦ ଧରିବା, ହାତରୁ ମକରନ୍ଦ ପାଇଚିନି ଲୋକ, ଏମିତି ହାତ କରିଦେବେ ମହୁ ଝରିବ ବି ଖାଇଚିନି। ପୂଜା ବି ହେଇଚିନି। ବହୁ ଅଲୌକିକ ପରେ ବହୁ ଚିଠି ପତ୍ର ମାଧ୍ୟମରେ ତାଙ୍କର ପରିଚୟ ଦେବା ପାଇଁ ରାମଦାସ ନାମକ ଜଣେ ବ୍ୟକ୍ତି ବି ବହୁ ଚିଠି ମଧ୍ୟ ସେ ଗାଁର ବ୍ୟକ୍ତିମାନଙ୍କ ପାଖକୁ ଦେଇଛନ୍ତି, ତାଙ୍କୁ ପୂଜା କର। ତୁମେ କ'ଣ ତାଙ୍କ ସାଙ୍ଗରେ ମିଶୁଛ, ତାଙ୍କୁ ପୂଜା ଦିଅ। ପ୍ରଥମ ପୂଜା ବି ସେ ଗାଁ ଲୋକ, ମୂଳଦୁଆ ସେ ଗାଁର ଯେଉଁ ସେ କହନ୍ତି ବେଳେବେଳେ ପ୍ରଭୁ ଗୁରୁସ୍ୱାମୀ ଯେ ଗାଁଟା ବା ମୋର ଗୋଟା ବଳୟ, ମୁଁ ଗୋଟେ ବଳୟ ଭିତରେ ଅଛି। କାହିଁକି ଏ କଥା କହନ୍ତି, ଆପଣଙ୍କୁ କ'ଣ ଜାଗା ମିଳିଲାନି କେଉଁଠି ଆସିବା ପାଇଁ? ଯେତେବେଳେ ପ୍ରଭାବ ତାଙ୍କର ବିସ୍ତାର ହେଲା, ଯେତେବେଳେ ସମସ୍ତେ ତାଙ୍କ ଭିତରେ ଯେଉଁ ମହାନ ବ୍ୟକ୍ତିତ୍ୱକୁ ଅନୁଭବ କଲୁ, ସେତେବେଳେ ଯେତେବେଳେ ତାଙ୍କୁ ପଚାରିଲୁ କେମିତି କଲୁ ଅନୁଭବ ଜାଣିଛନ୍ତି ନା? ସେ ଛୋଟିଆ କଥା ଟିକେ କହିଦେଉଛି। ମୁଁ ଯେତେବେଳେ ତାଙ୍କଠାରୁ ଅଲଗା ହେଲି, ସେତେବେଳକୁ 1970 ମସିହା, 66ରୁ 70 ସପ୍ତମ, 70 ମସିହାରେ ତାଙ୍କର ମୋର ବିଭାଜନ ହେଲା। 70 ମସିହାରୁ ଚାଲିଗଲା 14 ବର୍ଷ, 84 ମସିହା ପ୍ରଥମ। ସେଇ 14 ବର୍ଷ ଭିତରେ ମାତ୍ର 2 ଥର ଦେଖା ହେଇଚିନି ମୋର, ଆଉ 2 ଥରରୁ ଅଧିକ ଦେଖା ହେଇନାହାନ୍ତି। କାହିଁକି? ସେଇ ଗାଁର ଯେଉଁ ଆମର ପବନା ଭାଇଙ୍କର ବାପା ଗଙ୍ଗା ଭାଇ, ସିଏ କାଠ ହାଣନ୍ତି। ଆମର କାଠ ଦରକାର ପଡ଼େ ନିମିତ୍ୟକୁ, ମୁଁ ଯାଏ ତାଙ୍କୁ ଡାକିବା ପାଇଁ। ଡାକିବାକୁ ଗଲେ ବିଲରେ ଯାଏ, ସେତେବେଳେ ବି ସାଇକେଲ ନଥିଲା, ବିଲରେ ଯାଏ। ବିଲରେ ଚାଲି ଚାଲି ଯେତେବେଳେ ଯାଇକିରି ଡାକେ, ହେଲା କ'ଣ ନା ଠାକୁର ନୀର ଭାଇ ଘର ସକାଳୁ ଉଠି ଆସୁଛନ୍ତି ନନ୍ଦ ଭାଇ ଘର ଆଡ଼କୁ, ସେ ବିଲ ଇଡ଼େରେ ଦେଖା ହୁଅନ୍ତି, ଠିଆ ହେଇଯାଆନ୍ତି। ମୁଁ ବି ଯାଇ ଠିଆ ହେଇଯାଏ, ଆଉ ପିଲାଦିନର ସାଙ୍ଗ ଛିଡ଼ା ହେଇଯାଏ। ଛିଡ଼ା ହେଇଗଲା ପରେ ଅନେଇବେ, କହିବେ କେତେବେଳେ ଟିକେ ଆସୁନ। ଇଏ କେବେ ନା ଯେଉଁ ଡିଷ୍ଟାନ୍ସ ଆମର ଠାକୁରଙ୍କର ମୋର 70 ମସିହା, 1970 ମସିହାରୁ 71ରେ ହେଲା ବାତ୍ୟା। ବାତ୍ୟା ପୂର୍ବବର୍ଷ ଆମେ ଅଲଗା ହେଇଛୁ, ପାଠପଢ଼ା ଜୀବନଟା। ସେତିକିବେଳେ ସେ କହନ୍ତି କେତେବେଳେ ଟିକେ ଆସୁନ। 2 ଥର ଦେଖା ଭିତରେ କେତେବେଳେ ଟିକେ ଆସୁନ, ଏଇ ଗୋଟିଏ ପଦ କେବଳ ଶୁଣେ, ଆସିବି କେତେବେଳେ। ହେଇଗଲା 84 ମସିହା। 84 ମସିହାରେ ତାଙ୍କର କ'ଣ ଇଚ୍ଛା ମୁଁ କହିପାରୁନି, ମୋତେ ହେଲା ବ୍ରେନ୍ ମ୍ୟାଲେରିଆ। 84 ମସିହା ମୋର ମନେ ଅଛି, ସେତିକି ବେଳକୁ ମୋତେ 32 ବର୍ଷ। 32 ବର୍ଷରେ ହେଲା ବ୍ରେନ୍ ମ୍ୟାଲେରିଆ। ମୋର ଥିଲା ମୋର ଗୋଟେ ଜାତକ କରିଥିଲେ ନେଇକରି ଜୟପୁର ଅବଧାନ ପାଖରେ। ସେ କହିଥିଲା, ଗୋଟେ ଜ୍ୟୋତିଷ କରିଥିଲା ମାର୍କ, କହିଲା ଇଏ 32 ବର୍ଷରେ ମରିବ। ଦେଖନ୍ତୁ, ଆଉ ଜଣେ ଯେତେବେଳେ ବାପା ନେଇକରି ଆଉ ଜଣେ ଜ୍ୟୋତିଷ ପାଖକୁ, ମହାନ ଜ୍ୟୋତିଷ ପାଖକୁ ଗଲେ, ସିଏ କହିଲେ 32 ବର୍ଷରେ ମରିବା ସ୍ତରକୁ ପଳେଇବ, ଇଏ ଶେଷ ଅବସ୍ଥା ହେଇଯିବ। ମୋର ବି ସେଇ ଅବସ୍ଥା ହେଲା, ବ୍ରେନ୍ ମ୍ୟାଲେରିଆ ହେଇକରି ମୁଁ ଆଉ ଉଠି ପାରିଲିନି, ଉଠିବାର ଅବସ୍ଥା ଘରେ ନଥିଲା। ଯାହା ହଉ ବହୁ ଡାକ୍ତର ଇଏ କରି, ସେତେବେଳେ ତ ଏତେ ଉନ୍ନତ ବିଜ୍ଞାନର ନଥିଲା, ମୁଁ ଟିକେ ସୁସ୍ଥ ହୋଇଗଲି, ଅଳ୍ପ ସୁସ୍ଥ। ଦିନେ ମା ମୋର କହିଲେ, ଇଏ ମା ଠାକୁରଙ୍କ ପାଖକୁ ପୁଣି ଆଜିର ସମ୍ପର୍କ ଯୋଡ଼ି ଦେବା ପାଇଁ, କେହି ମା ଆଜି କି ବାପା ପରମାର୍ଥ ଜୀବନରେ କେହି କାହାକୁ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି, କିନ୍ତୁ ମୋ ମା ମୋତେ ପେଲିଦେଲା। ମୋର କାହିଁକି ନା ମୋ ଉପରେ ତାର ଆଶା ନଥିଲା। ଇଏ ବଞ୍ଚିବ, ଇଏ ପୁଅ କହନ୍ତି, ମୋ ସେ ଗୋଟେ ନନା ଅଛନ୍ତି ହାଟପଡ଼ାର ବ୍ରାହ୍ମଣ ଘର ପୁଅ, କହେ ଏଇଟା ଆଉ ବେଶୀ ଦିନ ବଞ୍ଚିବନି, ଆଉ କମ୍ ଦିନେ ମରିଯିବ।
ଏମିତି କହିଲେ ମା ଲୋ, ମୋ ବୋଉ କହେ ମାଉସୀ ଇଏ ଆଉ ବେଶୀ ଦିନ ବଞ୍ଚିବନି, ଇଏ ସର ନନା ବୋଲି ତାଙ୍କ ନା, ଏଇଟା ଗଲାଣି ଆସିକିରି ଏ ମରିଯିବ ଆଉ କେଇଦିନ, ଆଉ କାହିଁକି ଆଉ ଯତ୍ନ କରୁଛୁ। ବୋଉ କହିଲା ମା ମୋର କହିଲେ ଟିକେ ଯାଉନୁ। ମୋ ମାଆଙ୍କୁ ବି ଅନୁଭବ କରିଛିନି, ଆଜି ସେଇ କଥା କହୁଥିଲେ କୈଳାସ ଭାଇ ଯେ ସିଏ ତୋର ମା ନୁହେଁରେ, ମୋର ବି ମା, ମୋତେ କହିଥିଲା ତୁ ମୋର ବଡ଼ ପୁଅ। ତେଣୁ ସେଇ ମା ତୁ ଟିକେ ଗଲୁ ସେଠି କ'ଣ ଠାକୁର ହୁକୁମ ଦେଉଛିନି, ବଗାରେ ବିଭୂତି ଦେଉଛିନି, ଆଉ ସବୁ ଯାଉଛିନି କ'ଣ ଜାତର ହେରିକା ନେଇ, ତୁ ଟିକେ ଜାତକ କି ଯାଇକିରି ତୋ କଥା ଟିକେ କହିଲୁ ତାଙ୍କୁ, ତୁ ଏମିତି ଅବସ୍ଥା ତ ହେଲୁଣୁ, ଟିକେ ଯା। ଦିନେ ଅତି ବାଧ୍ୟ, ସବୁବେଳେ ମୋତେ ବସେଇ ଉଠେଇ ଦେଲାନି, ତୁ ଗୁରୁବାରିଆ ଯା। ଦିନେ ଗୁରୁବାରିଆ ଗଲି, ଗଲାବେଳକୁ ଜ୍ୟୋତିଷଦା ଏ ଯେଉଁ ଗେଟ୍ ଏବେ ହେଇଛି ସେଠି ଗୋଟାଏ ବତା ବାଡ଼ ଥିଲା, ଫୁଲ ବଗିଚା, ତୁଳସୀ ବଗିଚା, ଜ୍ୟୋତିଷଦା ଠିଆ ହେଇଛିନି। ସେତେବେଳକୁ ଏ ଚାଳ ଘରଟି ତିଆରି ହେଇଗଲାଣି, ଯେଉଁ ଜଗନ୍ନାଥ ରହୁଥିଲେ, ଠାକୁର ତା ପଛପଟ ଘରେ ବସିକି ଲେଖାଲେଖି କରୁଛନ୍ତି। ସମସ୍ତେ ଯାଉଛନ୍ତି, ପ୍ରଣାମଟେ ହେଉଛନ୍ତି, ବିଭୂତିଟିଏ ଆଣୁଛନ୍ତି, ବିଭୂତିଟି ପ୍ରଭୁ ଦେଉଛନ୍ତି, ସେ ନେଇକିରି ଆସୁଛନ୍ତି। ମୁଁ ଦେଖିଲି, ମୁଁ କହିଲି କ'ଣ ନମସ୍କାର ସମସ୍ତେ ହେଉଛନ୍ତି, ଆଚ୍ଛା ମୁଁ ତ ଗଲେ ନମସ୍କାର ହେବାକୁ ପଡ଼ିବ। ଏ କଥା ନାଜ ମାଡ଼ିଲା ସେଦିନ, ଏତେ ତ ଆଉ ତାଙ୍କର ପ୍ରଭାବ ମୋତେ ପଡ଼ିନଥିଲା, ନାଜ ମାଡ଼ିଲା। ମୁଁ କହିଲି ଯିବି, ପ୍ରଣାମ କରିବି, ବିଭୂତି ନେବି, ଆଉ ନିଜ କଥା କହିବି, ସବୁ ନିଜ କଥା କ'ଣ କହୁଛିନି, ହୁକୁମ ସେତେବେଳେ କହୁଥିଲେ ହୁକୁମ ଦିଆହେଉଛି। ସେଠୁ ସେଦିନ ଆଉ ନାଜ ମାଡ଼ିଲା, ଫେରି ଆସିଲି। ମୁଁ କହିଲି ନାହିଁ ଜ୍ୟୋତିଷଦା ତୁମେ ଥା। ଜ୍ୟୋତିଷଦା ଆଉ ଶ୍ରୀଧର ଭାଇ ବହୁତ ସମୟରେ ବି ମୋତେ ହାଟରେ ବାଟରେ ଏଠି ଦେଖାଲେ, ଟିକେ ଆସୁନୁ। ଆରେ ସେତେବେଳେ ପାଠପଢ଼ା ଜୀବନ ଥିଲା, ବର୍ତ୍ତମାନ ଟିକେ ଜାଣେ ଠାକୁରଙ୍କୁ। ସେଠୁ ସେଦିନ ଆଉ ପ୍ରଣାମ ହେଲେନି, ଘରକୁ ଫେରିଗଲି। ମା ପଚାରିଲାରେ ଦେଖା କଲୁ, ଠାକୁରଙ୍କୁ ଦେଖା କଲୁ? ମୁଁ କହିଲି କ'ଣ କରିବି, ସେ ବା ସବୁ ଯାଉକି ନମସ୍କାର କରୁଛନ୍ତି, ପ୍ରଣାମ ହେଉଛନ୍ତି, କଥା କହୁଛନ୍ତି, ବିଭୂତି ଦେଉଛନ୍ତି। ମୁଁ ପ୍ରଣାମ, କାଲି ସକାଳେ ସାଙ୍ଗ ହେଇକିରି ପଢ଼ୁଥିଲୁ, ଗୋଟେ ସାଙ୍ଗକୁ ପ୍ରଣାମ ହେବା ମୁଣ୍ଡ ଲଗେଇ ସଭକ୍ତିରେ କେବେ କ'ଣ ସମ୍ଭବ? ଏତେ ଶୀଘ୍ର କ'ଣ ଛୋଟ ଜଣେ ହେଇପାରିବ? ସେତେବେଳେ ବି ମୁଁ ବି ନିଜକୁ ଛୋଟେଇ ପାରିଲିନି। ଏତେ ବଡ଼ ଠାକୁର ଯିଏ ନିଜକୁ ପିଲାଟି ଦିନରୁ ଏତେ ଛୋଟେଇ ଆଣିଥିଲେ, ମୁଁ ନିଜକୁ ସେତେବେଳେ ଏତିକି ଛୋଟେଇ ପାରିଲିନି, ଯାଇ ପ୍ରଣାମ ହେଇ ନିଜ କଥାଟା କହିବି। ଫେରି ଆସିଲି, ମା ସେଠୁ କହିଲେ ଆରେ ତୁ ଦେଖା କଲୁ, କହିଲୁ? ମୁଁ କହିଲି ନାହିଁ, ମୋତେ ନାଜ ମାଡ଼ିଲା, ମୁଁ ଆଉ ସମସ୍ତେ ପ୍ରଣାମ ହେଉଛନ୍ତି, ମୁଁ ପ୍ରଣାମ ହେବାକୁ ନାଜ ମାଡ଼ିଲା ଟିକେ, କାହିଁ ମୁଁ ପଳେଇ ଆସିଲି। ନା ଯା, ଆଜି ଯା, ଆଜି ଯିବୁ ଫେରେ। ତା ପରଦିନ ହେଇଛି ଶୁକ୍ରବାର, ଗୁରୁବାରଟି ଗଲା, ଶୁକ୍ରବାର ଆସିଲି, ଖୋଜିଲି ଆଶ୍ରମରେ, ଉପର ଭଳିଆ ପଳେଇ ଆସିଛି 4ଟା ବେଳ। ସେତେବେଳକୁ ଆସିକିରି ଖୋଜିଲା ବେଳକୁ ଜ୍ୟୋତିଷଦା କହିଲେ ନାହିଁ, ଠାକୁର ଯାଇକି ନନ୍ଦଭାଇ ଘର ବାଉଁଶ ବୁନ୍ଦା ପାଖରେ ବଇଚିନି, ପବନ ଖାଉଚିନି, ସେ ବସିବା ଜାଗା ତାଙ୍କ ସେଇ। ସେଠୁ ମୁଁ ଗଲି, ଆଉ ଗଲାବେଳକୁ କ'ଣ କରିବି, କେଶବ ଭାଇ ଯେଉଁ ତା ଆଗ ଫ୍ରଣ୍ଟ ଘର, ନନ୍ଦଭାଇ ଘର ଆଗ, ଯେତେବେଳେ ସେ ଦୁଆରକୁ ଗଡ଼ି ପଡ଼ିଛି, ଠାକୁରଙ୍କ ସାଙ୍ଗରେ ସାମ୍ନାସାମ୍ନି ହେଇଗଲି। ସିଏ ମୋତେ ଅନେଇଛିନି, ମୁଁ ତାଙ୍କୁ ଅନେଇଛି। ଆଚ୍ଛା, ଅନାଅନି ଭିତରେ ଆଉ ଖସିବାକୁ ବାଟ ନାହିଁ, କ'ଣ କରିବି? ସେଠୁ ଗଲି, ଚୁପକିରି ପ୍ରଣାମଟିଏ ହେଲି। ପ୍ରଣାମ ହେଲେ ସେ ଚାଲିଲା ପରେ ମୋତେ ଠାରିଦେଲେ। ସେଠି ଗୋଟେ ନଡ଼ିଆ, ସିଏ ବସିଚିନି ଗୋଟେ ଆସନ, ଚେୟାର ବି ନୁହେଁ, ଆସନ, ଗୋଟେ ଆସନ ଉପରେ ବସିଚିନି। ମୋତେ ଠାରିଦେଲେ, କହିଲେ ବସୁନ। ସେ ନଡ଼ିଆ ଚଟରେ ବସିଲି, ପିଣ୍ଡାରେ କିଛି ସମୟ ବସିଲି, କହିନି ମୋ ଦେହ ଖରାପ, ମୋତେ ବିଭୂତି ଦିଅ, ଭଲ ମନ୍ଦ କହିନି। କିଛି ସମୟ ବସିଲା ପରେ, ଅଧଘଣ୍ଟା ଘଣ୍ଟା ନୀରବ ଭିତରେ ବସିଲା ପରେ ଉଠିଲି। କହିଲେ ଯିବ? ମୁଁ କହିଲି ହଁ ଯିବି, ଯାଉଛି, ଆସୁଛି। ସନ୍ଧ୍ୟା ହେଇ ଆସୁଛି ସେତେବେଳକୁ। କହିଲେ ଆସୁନ କେତେବେଳେ? ମୁଁ କହିଲି କେତେବେଳେ ଆସିବି, ବର୍ତ୍ତ ବ୍ୟସ୍ତ ନା, ଆସିବ ଯଦି ଟିକେ ସନ୍ଧ୍ୟାବେଳେ ଆସ। ଆଉ ମୋତେ ଝାଡ଼ିଦେବା କି ମୋର ଅବସ୍ଥା ହେଇଆ, ମୁଁ ଆଉ ସେସବୁ ସମସ୍ୟା ତାଙ୍କ ଆଗରେ କହିନି। ସେଠୁ ଦିନେ ଦିନେ ଟିକେ ସୁସ୍ଥ ହେଲା। ସୁସ୍ଥ ହେଲା ପରେ ସନ୍ଧ୍ୟାବେଳିଆ ଲାଗିଲା ମନ, ସନ୍ଧ୍ୟାବେଳିଆ ଲାଗିଲା ମନ, ଯିବି ଠାକୁରଙ୍କ ପାଖକୁ। କାହିଁକି ଲାଗିଲା ଜାଣିଛନ୍ତି? ଗୋଟେ ଦେଖିଲି, ଆଜି ଯେଉଁ ଚରମ କଲ୍ୟାଣ ଦେଲି ତୋତେ, ଆଜି ଯେଉଁ ଜିଜ୍ଞାସୁ ମୋହ, ଯେଉଁଗୁଡ଼ିକ ପୁରାଣ ଶାସ୍ତ୍ରର ମୂଳ ତତ୍ତ୍ୱ ଆଲୋଚନା ସନ୍ଧ୍ୟାବେଳେ ହେଉଛି। ପ୍ରଶ୍ନକର୍ତ୍ତା ହେଉଛନ୍ତି କୁଶ ଭାଇ ଏବଂ ଉତ୍ତର ଦାତା ହେଉଛନ୍ତି ଠାକୁରେ।
ଗୁରୁସ୍ୱାମୀ ଏବଂ ଲେଖକ ହେଉଛନ୍ତି ଜ୍ୟୋତିଷ ଦା। ଜ୍ୟୋତିଷ ଦା ଲେଖୁଛନ୍ତି। ଆସିଲେ ସେତେବେଳେ ପଢ଼ିକିରି ପାଠପଢ଼ା ଜୀବନରୁ କିଛି ଜ୍ଞାନ ବି ପରମାର୍ଥିକ ଜୀବନର ଜ୍ଞାନ ବି ଭିତରେ ଥିଲା। ବିଭିନ୍ନ ପ୍ରଶ୍ନ ନେଇ ବିଭିନ୍ନ ସମୟରେ ମୁଁ ଆସିଲି। ଦିନମାନ ଭାବିବି, ପ୍ରଶ୍ନ ଗଢ଼ିବି। ଆମେ ସମସ୍ତେ ପ୍ରଶ୍ନବାଚୀ ହେଇଗଲୁ। ସମସ୍ତେ ଠାକୁରଙ୍କୁ ପ୍ରଶ୍ନ ପଚାରିବୁ, ସେ ଉତ୍ତର ଦେବେ। ଆମେ କ'ଣ କରିବୁ ନା ଉତ୍ତରକୁ ଜ୍ୟୋତିଷ ଲେଖିବେ। ଆମେ 10-11 ରାତି ହେବ, ସମସ୍ତେ ଉଠି ଯେ ଯାହା ଘରକୁ ଯେ ଯାହା ଯିବୁ। କିନ୍ତୁ କିଛି ଦିନ ଚାଲିଲା ପରେ କ'ଣ ହେଲା ଜାଣିଛନ୍ତି ନା? ଆମେ ଯେଉଁ ପ୍ରଶ୍ନ ଗୁଡ଼ିକ ପଚାରିଲୁ, ସିଏ ଯେଉଁ ଉତ୍ତର ଦେଲେ ଆମ ପ୍ରଶ୍ନକୁ ଭୁଲ କରିଦେଲେ। ବୁଝିଲ ନା? ଆମ ପ୍ରଶ୍ନ ହେଇଗଲା ଭୁଲ ତାଙ୍କ ଉତ୍ତର ପାଖରେ। ଆରେ ଇଏ କ'ଣ? ଆମ ମାଡ଼ ଖାଇଗଲୁ, ଆମକୁ ଲାଜ ମାରିଲା ତାଙ୍କୁ ପ୍ରଶ୍ନ ପଚାରିବା ପାଇଁ। ଆଉ କାହିଁକିନା ଆମ ପ୍ରଶ୍ନ ଗୁଡ଼ା ଭୁଲ ହେଇଯାଉଛି ଯେତେବେଳେ ତାଙ୍କ ସହିତ ପଚାରିବା ପାଇଁ, ତାଙ୍କୁ ତ ଏମିତି ମହାନ ଭିତରେ ଆମେ ଗ୍ରହଣ କରିପାରିନଥିଲୁ ନା ସେତେବେଳେ। ସାଧାରଣ ଭିତରେ ଆମେ ସାଧାରଣ ଜ୍ଞାନକୁ ନେଇକରି ପୁରାଣ ଶାସ୍ତ୍ରର ଜ୍ଞାନକୁ ତାଙ୍କୁ ପ୍ରଶ୍ନ କରୁଥିଲୁ। ଧର ରାମାୟଣରୁ ପ୍ରଶ୍ନ କରୁଥିଲୁ, ମହାଭାରତରୁ ପ୍ରଶ୍ନ କରୁଥିଲୁ। କାହିଁକି ଏମିତି ହେଲା? ଏଇ ପ୍ରଶ୍ନର ଉତ୍ତରରେ ସେ ଏଭଳି ଉତ୍ତର ଦେଲେ ଆମ ପ୍ରଶ୍ନ ଭୁଲ ହେଇଗଲା। ଗୋଟେ ଛୋଟିଆ କଥାଟିଏ କହୁଛି। ଛୋଟିଆ କଥାଟି ଥରେ ଆମେ ଆଲୋଚନା ପ୍ରସଙ୍ଗରେ ଗଡ଼ି ଗଡ଼ି ଚାଲି ଗୋଟେ ଆଲୋଚନାରେ ପହଞ୍ଚିଲୁ। କେଉଁଠି ନା ତ୍ରେତୟା ଯୁଗର ଲୀଳାରେ, ଶ୍ରୀରାମଙ୍କ ଲୀଳାରେ ଆମେ ପ୍ରଶ୍ନଟିଏ ସେଦିନ ତିଆରି କଲୁ। ପ୍ରଭୁପାଦ ଗୁରୁସ୍ୱାମୀଙ୍କୁ ପଚାରିଲୁ। ଆମେ କହିଲୁ ପ୍ରଭୁ ଶ୍ରୀରାମ ହେଉଛନ୍ତି ଅବତାରୀ, ତାଙ୍କୁ ରାମାୟଣରେ କରାଯାଇଛି। ଜାଣିବା କଥା ସମସ୍ତେ, ଗୋଟେ ଯୁକ୍ତି। ତାଙ୍କୁ ରାମାୟଣରେ ପରମ ବ୍ରହ୍ମ ପୁରୁଷ ବୋଲି ବିବେଚନା କରାଯାଇଛି। ଯଦି ସେ ସ୍ତ୍ରୀ କଥାରେ, ମା ସୀତାଙ୍କ କଥାରେ ଗୋଟେ ସୁନାର ହରିଣ କେବେ କ'ଣ ସୁନା? ସେ ତ ମାୟାତୀତ, ସବୁ ମାୟାକୁ ସିଏ ବୁଝିପାରନ୍ତି ବା ମାୟାର ତାଙ୍କ ଭିତରୁ ସବୁ ମାୟାର ସୃଷ୍ଟି। କିନ୍ତୁ ସିଏ କ'ଣ ଏତିକି ବୁଝିପାରିଲେ ନାହିଁ? ଏ ହରିଣ ଯେଉଁ ଆମର ସୁନାର ହରିଣ ହେଇ ମରିଛି, ଅସୁର ତାଙ୍କ ଉପରେ ଡେଇଁ ସେ ତାଙ୍କ ଜାଣି ନେଇଯିବ, ସୀତାଙ୍କୁ ମା ନେଇଯିବେ ରାବଣ। ଏ କଥା କ'ଣ ରାମଚନ୍ଦ୍ର ଜାଣିପାରିଲେନି? ଇଏ ତ ଗୋଟେ ମୋ ପ୍ରଶ୍ନ ନୁହେଁ, ସମାଜର ଗୋଟେ ବିରାଟ ପ୍ରଶ୍ନ। ସେ ତାର ପରମ ବ୍ରହ୍ମ ପୁରୁଷ କ'ଣ? ସେ କହିଲେ କେଉଁଠୁ ପଢ଼ିଛ ତମେ ଆକୁ? ନା ଆମେ ରାମାୟଣରୁ ପଢ଼ିଛୁ। ରାମାୟଣରେ ଆସିକିରି ନା ରାମାୟଣ ଯିଏ ଲେଖିଛି ସେ ତା ମୂଳକୁ ଯାଇପାରିଛି? କହିଲେ ସେ ଯେଉଁ ବିଷୟଟି ତୁମେ ପଚାରୁଛ, ତମ ଭିତରେ ପ୍ରଶ୍ନ, ଯେଉଁ ପ୍ରଶ୍ନଟି ମୋତେ ପଚାରୁଛ, ସେ ପ୍ରଶ୍ନ ଯିଏ ଲେଖିଲେ ରାମାୟଣରେ ଯାହା କଥା କହୁଛ, ସିଏ କ'ଣ ତାର ମୂଳକୁ ଯାଇଛି, ତାର ଦର୍ଶନକୁ ଯାଇଛି? ତାହେଲେ ନା ଆଜି ଯେଉଁ ମରିଚି ସପ୍ତ ଋଷି ମଣ୍ଡଳରେ ଅଛନ୍ତି, ସେ କେଉଁ ଯୁଗରେ ମିଶିଥିଲେ? ସପ୍ତ ଋଷି ମଣ୍ଡଳକୁ ଯାଇଥିଲେ ଯୁଗ ଅନୁସାରେ। ବ୍ରହ୍ମ ବୈବର୍ତ୍ତର ପୁରାଣର ସେ କାହିଁକି କହିଲେ ଶାସ୍ତ୍ର ଧୂଆଁବାଣ? କାହିଁକି କହିଲେ ଶାସ୍ତ୍ର ଧୂଆଁବାଣ? କହିବାର ଅର୍ଥ ଆଜି ଯେଉଁ ଶାସ୍ତ୍ର, ପୁରାଣ, ବେଦ, ବେଦାନ୍ତ ସେ ସବୁ କାଟିଦେଲେ। ବେଦ ବେଦାନ୍ତ ଶାସ୍ତ୍ର ଯେତେ ଆସିଛି ଧୂଆଁବାଣ। କାହିଁକି? ବେଦ ଯିଏ ଲେଖିଲେ, ଯିଏ ବେଦ ଆଣିଲେ, ଯିଏ ଉପନିଷଦ ତିଆରି କଲେ, ତାକୁ ନେଇ ଯିଏ ଆଜି ସମସ୍ତ ଶାସ୍ତ୍ର ମୁନି ଋଷିମାନେ ଆଣିଛନ୍ତି, ସିଏ ମୂଳକୁ ନିଆଁ ପର୍ଯ୍ୟନ୍ତ ଯାଇପାରିନାହାନ୍ତି। ଯେଉଁ ଧୂଆଁଟି ଉଠୁଛି, ସେ ଧୂଆଁକୁ ଦେଖି ଭିତରେ ନିଆଁ ଅଛି, ଧୂଆଁ ହେଉଛି, ସେଇ ଅନୁମାନରେ ଶାସ୍ତ୍ର ଲେଖିଛିନି। ତେଣୁ ମୂଳକୁ କେହି ନିଆଁ ପାଖକୁ ଯିବାକୁ ଶକ୍ତି ନାହିଁ। କାହାରି ଦର୍ଶନ ଏ ସୃଷ୍ଟିରେ ଯେତେ ଆସିଥିଲେ ଅବତାରୀ ରାମକୃଷ୍ଣ ହରିଙ୍କ ଠାରୁ କେହି ମୂଳ ଦର୍ଶନ ପର୍ଯ୍ୟନ୍ତ ଯାଇପାରିନାହାନ୍ତି। ସେ ନିଆଁ ପର୍ଯ୍ୟନ୍ତ ଯେଉଁଠି ନିଆଁ ଜଳୁଛି। ତାହେଲେ କିଏ? ନା କଳ୍ପାନ୍ତରରେ ଯେଉଁ ମରିଚି ଋଷି ଆଜି ସପ୍ତ ଋଷି ମଣ୍ଡଳରେ ସ୍ଥାନ ପାଇଛନ୍ତି। କଳ୍ପାନ୍ତରରେ ସେଇ ମରିଚି ଋଷି ବର ମାଗି ନେଇଥିଲେ। ଯେତେବେଳେ ତପସ୍ୟାରେ ସେ ଗଲେ,
ତପସ୍ୟାରେ ଧ୍ୟାନମଗ୍ନ ହୋଇ କଳ୍ପ ଆରମ୍ଭରୁ ପ୍ରଭୁପାଦ ଗୁରୁସ୍ୱାମୀଙ୍କୁ ପାଇବା ପାଇଁ ତାଙ୍କ ଭିତରେ ତଲ୍ଲୀନ ହେବା ପାଇଁ ତପସ୍ୟା କରିକିରି ନିର୍ବାଣ ପ୍ରାପ୍ତି ହେବା ପାଇଁ ଯେତେବେଳେ ସିଏ ଇଚ୍ଛା କରି ତପସ୍ୟା ଆରମ୍ଭ କଲେ, ତପସ୍ୟାରେ ମାନେ ସମ୍ଭବ ହେଲା ନାହିଁ ପହଞ୍ଚିବା। ସେତିକିବେଳେ ସେ ବରଟିଏ ପାଇଥିଲେ, ମରିଚି ତୁମେ ତ୍ରେତୟା ଯୁଗରେ ଯେତେବେଳେ ମୁଁ ରାମ ଅବତାର ହେବି ସେତିକି ବେଳେ ତୁମେ ମୋ ଭିତରେ ତଲ୍ଲୀନ ହେବ, ଲୀନ ହୋଇଯିବ। ଅବତାରିବାଦରେ ତୁମେ ବର୍ତ୍ତମାନ ଆସିପାରିବ ନାହିଁ। ଯୁଗ ପରେ ଯୁଗ ଗଡ଼ି ଚାଲିଲା, ମରିଚି। ଏଇଠି ପ୍ରଶ୍ନ ଠାକୁର ଆମକୁ କଲେ, ସିଏ କହିଲେ ଆଚ୍ଛା ମରିଚି ଋଷି ସେ ମାରିଚର ଅସୁର ହେଇ ସେତେବେଳେ ବି ବର ପାଇଛି, ତୁମେ ମାରିଚ ଅସୁର କୂଳରେ ଜନ୍ମ ହୋଇ ତୁମ ନାମ ହେବ ମାରିଚ। ତୁମେ ସେତିକି ବେଳରେ ତୁମେ ତଲ୍ଲୀନ ହେବ। ସେଇଠି ବର ମାଗି ନେଇଛିନି। ଆଉ ଗୋଟିଏ କହିଲେ ପ୍ରଭୁ ଆପଣ ଦେବେ ଯେ ବର ମୋତେ, କିନ୍ତୁ ମୁଁ ଟିକେ ଦେଖିବି। କ'ଣ ଦେଖିବି ନା ଆପଣ ମାନେ ଭଗବାନଙ୍କ ପଛରେ ସବୁବେଳେ ଭକ୍ତ ଧାଏ, ଆପଣ ଟିକେ ମୋ ପଛରେ ଧାଇବେ, ମୋତେ ମୋ ପଛରେ ଧାଇଁ ମୋତେ ତଲ୍ଲୀନ କରିବେ ଆପଣଙ୍କ ଶରୀରରେ, ମୁଁ ଟିକେ ଦେଖିବି ଭଗବାନ କେମିତି ଭକ୍ତ ପଛରେ ଧାଆନ୍ତି। ଆଚ୍ଛା ଯେତେବେଳେ ସୁନାର ମୃଗ ଟିକେ ମାଗିଦେଲେ, ମା ସୀତୟା ଲକ୍ଷ୍ମୀ ସ୍ୱରୂପା ସେ କ'ଣ ଜାଣିନାହାନ୍ତି ତାଙ୍କର ଯିଏ ସ୍ୱର୍ଣ୍ଣମୟୀ, ଠାକୁର ପ୍ରଶ୍ନ କଲେ ସେ ତ ସ୍ୱର୍ଣ୍ଣମୟୀ, ତାଙ୍କର ସୁନାର ମୃଗ କ'ଣ କାମରେ ଆସିବ? ସେ କାହିଁ ମାଗିଥିଲେ, କାହିଁକି ମାଗିଲେ ପ୍ରଭୁ ଶ୍ରୀରାମଙ୍କୁ? ସିଏ ଲକ୍ଷ୍ମୀ ମଧ୍ୟ ସ୍ୱରୂପା ମା ସୀତୟା ଜାଣିଥିଲେ ଯେ ମରିଚି ଋଷିଙ୍କର ବରପ୍ରାପ୍ତିର ସମୟ ହୋଇଯାଇଛି। ସେ ବରପ୍ରାପ୍ତି ହେଇଛି ବର୍ତ୍ତମାନ ବ୍ରହ୍ମରେ ଲୀନ ହେବେ, ବୁଝିଲେ ନା, ବ୍ରହ୍ମରେ ଲୀନ ହେବେ। ମା ସୀତା ବି ଜାଣିଥିଲେ। କହିଲେ ପ୍ରଭୁ ଦରକାର। ଆଚ୍ଛା ଯେତେବେଳେ ଠାକୁର ପ୍ରଶ୍ନ କଲେ ସେଇଠି ଆମକୁ କହିଲେ ରାମଚନ୍ଦ୍ର ଯାହାର ବାଣ 10 ଲକ୍ଷ ଗୁଣ କୋଦଣ୍ଡ ଧନୁ, ସେ ତ ଗୋଟିଏ ଜାଗାରେ ମାରିଲେ 100 ଯୋଜନରୁ ମାରି ଦେଇଥାନ୍ତେ ମାରିଚକୁ। ମାରିଚ ଅସୁର ସୁନା ମୃଗକୁ 100 ଯୋଜନ ଦୂରରୁ ରହି ମାରି ଦେଇଥାନ୍ତେ। ସିଏ ତା ପଛରେ ଦୌଡ଼ିଲେ କାହିଁକି ଧନୁର୍ବାଣ ଧରି? ସିଏ ଆମକୁ ପ୍ରଶ୍ନ କଲେ କାହିଁ ଦୌଡ଼ିଲେ? ତେଣୁ ସିଏ ବର ମାଗିଥିଲେ ଭକ୍ତ ପଛରେ ଭଗବାନ କେମିତି ଦୌଡ଼ିବେ। ଆପଣ ଟିକେ ଯେତେବେଳେ ମୁଁ ଅସୁର ଜନ୍ମରେ ମାୟା ମୃଗ ହେଇ ଦୌଡ଼ିବି, ଆପଣ ଟିକେ ମୋ ପଛରେ ଦୌଡ଼ିବେ, ପଛରେ ଦୌଡ଼ିବେ। ପଛରେ ଶ୍ରୀରାମ ତାଙ୍କର ବରଦାନକୁ ସମ୍ମାନ ଦେବାକୁ ଯାଇ ମୃଗ ପଛରେ ଗୋଡ଼େଇଲେ। ଯେତେବେଳେ ଗୋଡ଼େଇଲେ, ଆଚ୍ଛା ଶ୍ରୀରାମ କ'ଣ ଧନୁଶର ଧରିକିରି ମୃଗକୁ ଆଜି ଯେଉଁ ପୁରାଣ ବର୍ଣ୍ଣନା କରିଛି ତାକୁ ମାରିଚିନି? ଧନୁଶରରେ ମାରି ନାହାନ୍ତି, ଦର୍ଶନରେ ମାରିଛି। ଦର୍ଶନରେ ଗଲେ କେମିତି କହିଦେଲେ, କହିଲେ ଦେଖ ଆଜିର ପୁରାଣ ଯେଉଁ କହିଲେ ତ୍ରାହି ଲକ୍ଷ୍ମଣ, ମାରିଚ କ'ଣ ତ୍ରାହି ଲକ୍ଷ୍ମଣ କହିଥିଲେ? ସେ କହିଥିଲେ ତ୍ରାହି ଲକ୍ଷଣ, ସେ କହିଥିଲେ ତ୍ରାହି ଲକ୍ଷଣ, ତ୍ରାହି ଲକ୍ଷ୍ମଣ କହିନଥିଲେ। ଦେଖିଲେ ଆମେ ପ୍ରଶ୍ନ ଯାହା ଜାଣିଥିଲେ ପୁରାଣରୁ ସବୁ ଭୁଲ କରିଦେଲେ। କହିଲେ ସେ ଦର୍ଶନ କାହାରି ପାଖରେ ନାହିଁ, ସେ ତ୍ରାହି ଲକ୍ଷଣ କହିଥିଲେ। କାହିଁକି? ତାଙ୍କ ଭିତରେ ଥିଲା 32 ଲକ୍ଷଣ। ଏଇଠି ମୁଁ କହିଦେବାକୁ ଚାହୁଁଛି ଯୋଡ଼ିଏ ଜିନିଷ। ଗୋଟିଏ ଲକ୍ଷଣ, ସେ ଲକ୍ଷଣକୁ ତପସ୍ୟା ଦ୍ୱାରା ଏଡ଼େଇ ଦେଇ ହେବନି। ଲକ୍ଷଣ କ'ଣ ଜାଣିଛନ୍ତି ନା? ଲକ୍ଷଣ ମାନେ ଗୋଟିଏ ଲକ୍ଷଣର କାମ ହେଉଛି ଯେଉଁ 32ଟା ଲକ୍ଷଣ ଆମ ଭିତରେ ଅଛନ୍ତି, ଅନ୍ୟକୁ ଦେଖିବା, ଅନ୍ୟ ସହିତ ପ୍ରତିଯୋଗିତା କରି ଯେଉଁ କର୍ମ ଗୁଡ଼ିକ ଆମେ କରୁଛେ, ଅନ୍ୟର ଗୋଟେ କାର୍ ଅଛି ଆମେ ଗୋଟେ କାର୍ କରିବା, ଅନ୍ୟ ଗୋଟେ କୋଠା କରିଛି ଆମେ ଗୋଟେ କୋଠା କରିବା, ତା ପୁଅ ଆଜି ଇଞ୍ଜିନିୟର ହେଇଛି ମୁଁ ମୋ ପୁଅକୁ ଇଞ୍ଜିନିୟର କରିବି, ତା ସ୍ତ୍ରୀ ଏତେ ଗହଣା ନାଇଛି ମୁଁ ମୋ ସ୍ତ୍ରୀ ପାଇଁ ଗହଣା କରିବି। ଏ ହେଉଛି ଲକ୍ଷଣ। ଏଇ ଯେଉଁ ଲକ୍ଷଣ ଗୁଡ଼ାକ ସ୍ୱଭାବ ରହିତ ହୋଇଯିବା। ଆମେ ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲେ, ଆଜି ଗୁରୁଦ୍ୱାରକୁ ଆସିକି ଧୋତି କାମିଜ ପିନ୍ଧୁଛେ। ନିଜ ପାଇଁ ଯାହା କରିବା ଇଏ ଗୋଟିଏ ସ୍ୱଭାବର ବିନାଶ ନାହିଁ। ପିନ୍ଧିବା ନିଶ୍ଚିତ, ବିନାଶ ନାହିଁ, କିନ୍ତୁ ପରିବର୍ତ୍ତନଶୀଳ। କିନ୍ତୁ କାଲି ଖାଉଥିଲେ ଭାତ ଡାଲି, ଆଜି ଭାତ ଡାଲି ତରକାରୀ ଖାଉଛେ ସ୍ୱଭାବ ଦ୍ୱାରା। କିନ୍ତୁ
ଲକ୍ଷଣର ପରିବର୍ତ୍ତନ ହୁଏ ନା 32 ଲକ୍ଷଣ। ତାକୁ ସାଧନା ଦ୍ୱାରା କେହି ଏଡ଼େଇ ପାରନ୍ତିନି, କେବଳ କୃପା। ତାହା କେବଳ କୃପା ଦ୍ୱାରା ଆମ ଭିତରୁ ଯଦି ଗୁରୁ ଏକମାତ୍ର ଲକ୍ଷଣ ରହିତ କରିବା ପାଇଁ ଗୁରୁଙ୍କ ଛଡ଼ା ଆଉ ଲକ୍ଷଣ ରହିତ କେହି କରିପାରିବେନି। ଆମ ଭିତରୁ ସେ ଲକ୍ଷଣ ଗୁଡ଼ିକୁ କାଢ଼ି ନେବାର ଶକ୍ତି, ସ୍ୱଭାବର ପରିବର୍ତ୍ତନ ହୋଇଯିବ, କିନ୍ତୁ ଲକ୍ଷଣର ପରିବର୍ତ୍ତନ ହେବନି। ଅବିନାଶୀ ତତ୍ତ୍ୱ ଲକ୍ଷଣ। ତେଣୁ ପ୍ରଭୁପାଦ ଗୁରୁସ୍ୱାମୀ କହିଲେ, ମାରିଚି ଡାକିଲେ ସେଠି ମରିଚି ଋଷି ତ୍ରାହି ଲକ୍ଷଣ। ଯେତେବେଳେ ସେ କ'ଣ କଲେ, କିଛି ବାଟ ଯାଉଥାନ୍ତି, ପଛକୁ ଅନଉଥାନ୍ତି, ଖୁସି ଆନନ୍ଦ, ଯାହା ହଉ ପ୍ରଭୁ ମୋ ବରଦାନ ରକ୍ଷା କରି ମୋ ପଛରେ ଗୋଡ଼େଇଚିନି, ଭକ୍ତ ପଛରେ ଭଗବାନ ଗୋଡ଼େଇଚିନି। ଆଜି ଠାକୁର କ'ଣ କଲେ? ଆମେ ତାଙ୍କ ପଛରେ ଗୋଡ଼େଇଥିଲେ ନା ସେ ଆମ ପଛରେ ଗୋଡ଼େଇଚିନି? ମାମାନେ ଆମ ପଛରେ ଆଜି ସିଏ ଗୋଡ଼େଇଚିନି। ଆମେ ତାଙ୍କୁ ଡାକି ନଥିଲେ, ଆମେ ତାଙ୍କୁ ଆଣିବାର ଶକ୍ତି ନଥିଲା, ସିଏ ଆଜି ଧରା ଦେଇଛନ୍ତି ଆମ ପାଖରେ ଆସି। ତେଣୁ କ'ଣ କଲେ? ଭକ୍ତ ପାଖରେ ଭଗବାନ କେମିତି ଧରା ଦେଇଦିଅନ୍ତି, କେମିତି ଧରା ଦେଇଦେଲେ, ସେଠୁ ପଛକୁ ଅନାନ୍ତି, ଆନନ୍ଦରେ କିଛି ବାଟ ଗଡ଼ାନ୍ତି। ଯେତେବେଳେ ଦୌଡ଼ି 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 ଅତି ମୁର୍ମୂଷ ଅବସ୍ଥାକୁ ଚାଲିଗଲେ, ସବୁଗୁଡ଼ିକ ଲକ୍ଷଣ ତାଙ୍କ ଭିତରୁ ବାହାରି ଆସି ଲୀନ ହୋଇଗଲେ। କେଉଁଠି? ପ୍ରଭୁଙ୍କ ଭିତରେ। ତାଙ୍କ ଲକ୍ଷଣ ଗୁଡ଼ିକୁ ଟାଣି ଆଣିଲେ। ଦର୍ଶନଟା, ଏଇଟା ଦର୍ଶନ, ଟାଣି ଆଣିଲେ ଲକ୍ଷଣ। ଏ ଯେଉଁ ଆମର ରାମଚନ୍ଦ୍ର, ଯେତେବେଳେ ରାମଚନ୍ଦ୍ର ଭିତରକୁ ସବୁଙ୍କ ଲକ୍ଷଣ ମୁକ୍ତ ହୋଇଗଲେ, ଲକ୍ଷଣ ଗୁଡ଼ିକ ସବୁ ଚାଲି ଆସିଲେ, ପ୍ରଭୁଙ୍କ ଭିତରେ ଲୀନ ହୋଇଗଲେ, ସେତିକି ବେଳେ ସେ କହିଲେ ତ୍ରାହି ଲକ୍ଷଣ। ସେଇଠି କହିକିରି ସେ ଜୀବନ ପ୍ରାପ୍ତି ହୋଇଗଲା ତାଙ୍କର, ମିଶିଗଲେ। ସେଇଠି ସେ ପ୍ରଭୁ ଶ୍ରୀରାମଙ୍କ ସହିତ ମିଶିଗଲେ। ମିଶିଗଲା ପରେ କ'ଣ ହେଲା ନା, ଯେତେବେଳେ ଲକ୍ଷଣ ଗୁଡ଼ିକ ତାଙ୍କର, କାହିଁକି ବ୍ରହ୍ମ ଋଷି ହେଇପାରିଲେନି ବିଶ୍ୱାମିତ୍ର? ସବୁବେଳେ ପରା ସେ କଲେ ପ୍ରତିଯୋଗିତା ବଶିଷ୍ଠଙ୍କ ସାଙ୍ଗରେ। ବଶିଷ୍ଠ ଗଲେ ସପ୍ତ ଋଷି ମଣ୍ଡଳକୁ, କିନ୍ତୁ ବିଶ୍ୱାମିତ୍ର ଯାଇପାରିଲେ କି? ତାଙ୍କ ଭିତରେ ଥିଲା କ'ଣ? ପ୍ରତିଯୋଗିତା ମନୋଭାବ। ଲକ୍ଷଣ ବଳରେ, ଲକ୍ଷଣ ମୁକ୍ତ ନହେଲେ ସେଇ 7ଟି ଋଷି ତାଙ୍କ ଭିତରେ ଅଛନ୍ତି। ମରିଚି ଋଷି ଯେତେବେଳେ ଲକ୍ଷଣ ଶୂନ୍ୟ ହୋଇଗଲେ, ପ୍ରଭୁପାଦ ଗୁରୁସ୍ୱାମୀ ତାଙ୍କୁ ସପ୍ତ ଋଷି ମଣ୍ଡଳରେ ରଖିଦେଲେ। ବୁଝିଲେ ନା? ମରିଚି ସପ୍ତ ଋଷି ମଣ୍ଡଳରେ ସ୍ଥାନ ପାଇଗଲେ। ଯେଉଁ ମାରିଚ ରାକ୍ଷସ ଆମକୁ ଯାହାକୁ କହୁଛେ, ସେ ସପ୍ତ ଋଷି ମଣ୍ଡଳରେ ତଲ୍ଲୀନ ହେଲା ପରେ ସପ୍ତ ଋଷି ମଣ୍ଡଳରେ ସ୍ଥାନ ଦେଇଦେଲେ ପ୍ରଭୁ ତାଙ୍କୁ। ଇଏ ହେଉଛି ଦର୍ଶନ। ଯେଉଁଥିପାଇଁ ମରିଚିଙ୍କର ଦର୍ଶନକୁ ଯାଇ ନପାରି ପୁରାଣ ତାଙ୍କୁ ମାରିଚ ରାକ୍ଷସ ବୋଲି ବିବେଚନା କରି ଯେଉଁ ଗାଥା ଗୁଡ଼ିକ ଲେଖାଯାଇଛି, ତାହା ଧୂଆଁବାଣ ବୋଲି ପ୍ରଭୁପାଦ ଗୁରୁସ୍ୱାମୀ ତାଙ୍କ କଥାରେ ଚରମରେ ମଧ୍ୟ ଲେଖି ବର୍ଣ୍ଣନା କରିଦେଲେ। ତେଣୁ ଏ ଯେଉଁ ଦର୍ଶନ ଗୁଡ଼ିକ ଶହ ଶହ ଦର୍ଶନ ସାଇତି ରଖିଛି ଆ ଭିତରେ। ଏଇଠି ସାଇତି ରଖିଛି, କାହିଁକି କହିବାର ସମୟ ହେଉଛି ରାତି 1ଟା 2ଟା। ଏ ଦର୍ଶନ ଗୁଡ଼ିକ ଯେତେବେଳେ ସେ ଶୟନ କକ୍ଷରେ ବସିଥିବେ, ନିରଭାଇ ସେବା ଦେବେ, ବିଶ୍ରାମ କରି ଶୋଇଯିବେ, ନିଦରେ ଉଠିବେ। ଯେତେବେଳେ ନିଦ ଭାଙ୍ଗିବ, କ'ଣ ଯାଇନ? ନା ଯାଇନି। ଆପଣ କହିନାହାନ୍ତି। ଦିନ 12ରୁ ରାତି କେତେବେଳେ ଯିବି ଠିକ୍ ନାହିଁ, ଆସିବି କିନ୍ତୁ ଦିନ 12ଟା ବାଜିବାକୁ 5 ମିନିଟ୍ ଥିବ ପହଞ୍ଚିବି। ଏତେ ସମୟକୁ ଜଗି 7-8 ବର୍ଷ କଟିଛି। 12ଟା ବାଜିଲେ ମୁଁ ଆଉ କେଉଁଠି, ଯେତିକି ହେଇଥିବ ସେତିକି ଖାଇଲି, ଯେତିକି ଯେଉଁଠି କାମ ଥିବ ସେଇଠି ସେତିକି କାମ କଲି। 12ଟା ବାଜିବାକୁ 5 ମିନିଟ୍ ଥିବ, ଆଉ ସେ ଠାକୁରଙ୍କ ପାଖରେ ଦର୍ଶନ ଦେବେ, ଧାଡ଼ି ଲାଗିବେ, ଠିଆ ହେବେ। ତାଙ୍କରି ପାଖରେ ଖରାବେଳେ ବି କଟିବ, ଦେହ ଚିପିଚାପି ଦେବି, ଅପରାହ୍ନ ହେବ। ସେ କଥାର ଯେଉଁ ଭାବ ଏବଂ ଯେଉଁ ଭାବ ଦେଇଛନ୍ତି, ସେ ଭାବକୁ ପ୍ରକାଶ କଲେ ତ ସେ ବହୁତ କଥା, ବହୁ ଗୋଟେ ସତ୍ସଙ୍ଗ ପଳେଇବ। ଯେଉଁତିକି ଭାବ ତାରି ଭିତରେ ସେ ଦେଇଛନ୍ତି, ଯେଉଁ ଭାବର ବନ୍ଧନ, ଭାବର ଡୋରି ଆଜି ସୁଦୃଢ଼ ହୋଇଯାଇଛି। ତେଣୁ ସେଇ ସମୟର କଥା। ତେଣୁ ଯେଉଁଥିପାଇଁ ଶହ ଶହ ଦର୍ଶନ, ସେ କବାଟ ଏତିକି ଫାଙ୍କ କରିଦେବେ, ମୁହଁଟି ଦେଖେଇଦେବେ। ସେଦିନ ଯାହା ଲେଖିଥିବେ, ଯେଉଁ ଭକ୍ତର ମୀମାଂସାଟି, ସେ ଭକ୍ତର ମୀମାଂସାଟି କହିଦେବେ। ମାନେ ଅତି 5 ମିନିଟ୍ ଭିତରେ କହିଦେବେ, ଆଜି ମୀମାଂସାଟା ଲେଖୁଥିଲେ ଏଇ ମୀମାଂସା। ତେଣୁ ଏଇ ଯେଉଁ ମୀମାଂସା ଦର୍ଶନ ଆମେ ଜାଣିଲା ପରେ ଜାଣିଲୁ ଯେ ଏ ସାଧାରଣ ବ୍ୟକ୍ତିତ୍ୱ ନୁହେଁ, ଅସାଧାରଣ ବ୍ୟକ୍ତିତ୍ୱ ଆଜି ଆସିକିରି ଧରାପୃଷ୍ଠରେ
ଖସି ନରତନୁ ଧରି ଆଜି ଗୁପ୍ତରେ ନିଜକୁ ଛୋଟେଇ ଏତେ ଲୀଳା କରି ଖସିଗଲେ। ଆଉ କ'ଣ କଲେ? ସେ ଗାଁ ଲୋକଙ୍କ ଟିକିଏ ଟିକିଏ ଚୁମ୍ବକରେ ତାଙ୍କୁ ଦେଖେଇ ଦେଲେ, ତାଙ୍କୁ ମେସି ମର୍ଜିନ୍ ବା ଅଲୌକିକ ଦେଖେଇ ଦେଲେ। ଦେଖେଇ ଦେଇ କ'ଣ କଲେ? ଗୁଡ଼ ହାଣ୍ଡିରେ ଯେମିତି ଗୁଡ଼ ମାଠିଆରେ କୁକୁର ମୁହଁ ପଶେ, ସେଇଭଳି ତାଙ୍କ ମୁହଁରେ ଗୁଡ଼ଟି ଲଗେଇ ଦେଲେ। ସିଏ ଗୁଡ଼ ମାଠିଆରେ ପଶି ଗୁଡ଼ ଚାଟୁଛନ୍ତି, ଇଏ ତାଙ୍କ ଖେଳ କରି ଚାଲିଲେ। ବାହାରେ ଚାଲିଛି ମୂଳ ଅଗାଡ଼ି, ଏବଂ ଆମେ ସବୁ ମୂଳରେ ଅଗାଡ଼ି, ଧାନ କେନ୍ଦା ମୂଳରେ ଅଗାଡ଼ି ଆମେ। ଏବଂ ପଦ୍ମମୂଳ କହନ୍ତି ଠାକୁର, ତମେ ସବୁ ବା ପଦ୍ମମୂଳ ବେଙ୍ଗ କଟର କଟର, ତମେ ପରା ଧାନ କେନ୍ଦାର ମୂଳ ଅଗାଡ଼ି, ତୁମେ ସିନା ତ୍ୟାଗ ଦେଲ, ଏଠି ଆଶ୍ରମ ଗଢ଼ିଲ, ଆସିଲ, କିନ୍ତୁ ଆମର ଯେଉଁ ଆଦର୍ଶ, ଏ ଆଦର୍ଶ ପା ବାହାରେ ବାହାରେ ପଳେଇବ, ବ୍ୟାପକ ହୋଇଯିବ। ତୁମେ କ'ଣ ଜାଣିପାରିବ କେମିତି ଆଦର୍ଶ ବ୍ୟାପୁଛି? ପ୍ରକୃତ ବି ଆଜି ସତ୍ୟ ହୋଇଛି। ଏଥିକି କହି କଥାକୁ ଆଜି ବସ୍ତୁକୁ ବିଶ୍ରାମ ଦେବା। ମୋର ପରମ ଆରାଧ୍ୟ ସେଇ ପ୍ରଭୁପାଦ ଗୁରୁସ୍ୱାମୀଙ୍କର ପଦ୍ମ ପାଦରେ ସାଷ୍ଟାଙ୍ଗ ପ୍ରଣାମ।